ସମସ୍ତଙ୍କୁ ଦେଖାଉଛି ପିଡିଏଫ ସମସ୍ତଙ୍କୁ ଭିଜିବୁଲ ମୋ ଭଏସ ଶୁଣାଉଛି ସମସ୍ତଙ୍କୁ। ଶୁଣାଉଛି ନା ନାଇଁ? ଠିକ ଅଛି, ଆନ୍ସର ଟିକେ ମଝିରେ ମଝିରେ ଦଉଥିବ ତ ମୁଁ ଜାଣିବି ତୁମମାନେ ଅଛ, ନହେଲେ ମତେ ଲାଗିବ ତୁମମାନେ ଖାଲି ମୋବାଇଲ ଅନ୍ କରିକି ପଳେଇଛ କୁଆଡେ। ଯଦି ଖାଲି ୟେସ୍ ନୋ ରେ ବି ଆନ୍ସର ଦିଅ ହେଲା, ଯେତେବେଳେ ଯାହା ପଚାରିବ। ଯଦି ବେଶୀ ଟାଇପ କରିବା ପାଇଁ ଅସୁବିଧା ହଉଛି। ଆଚ୍ଛା, ତ ଆମେ ଆଜି କଣ କରିବା, ଷ୍ଟାର୍ଟ କରିବା ରିମୋଟ ସେନ୍ସିଂ। ରିମୋଟ ସେନ୍ସିଂ ପଢା ହେଲାଣି ସବୁ ତୁମମାନଙ୍କ କଲେଜରେ? ଶୁଭ, ସଂଗ, ପ୍ରଭା, ନନ୍ଦିତା, ରିମୋଟ ସେନ୍ସିଂ ଷ୍ଟାର୍ଟ ହେଲାଣି କଲେଜରେ? ପଢା ହେଇନି? ନନ୍ଦିତା ପଢା ହେଇନି? ଶୁଭ ତୁମର ଷ୍ଟାର୍ଟ ହେଇଗଲାଣି? ସୌମ୍ୟା ପରିଡ଼ା, ସୌମ୍ୟା ପରିଡ଼ା ତୁମର ଫାର୍ଷ୍ଟ ଇୟର ତୁମର? ସଂଗ, ପ୍ରଭା ତ ଫାର୍ଷ୍ଟ ଇୟର ନାଇଁ କି? ଆଚ୍ଛା, କ୍ଲାସ ଆଟେଣ୍ଡ କରେ। ଆଚ୍ଛା, କିନ୍ତୁ କଲେଜରେ ପଢା ହେଲାଣି ନା ନାଇଁ ଜାଣିନ? ସମସ୍ତଙ୍କ କଲେଜରେ ପ୍ରାୟ ଫିଜିକାଲ ଜିଓଲୋଜି ଆଉ ଜିଓମର୍ଫୋଲୋଜି ଷ୍ଟାର୍ଟ ହେଇଯିବଣି। କଣ ଜାଣିନ? ପଚାରିବ ନା ନାଇଁ? କଣ ଚାଲିଛି କଲେଜରେ ପଚାରିବନି ତ ଇଏରେ ପିଲାମାନଙ୍କୁ? କାହା ନମ୍ବର ଫମ୍ବର ନାହିଁ କି? ତ ଆଇଲଣି ନା ନାଇଁ କଲେଜରେ? କଲେଜକୁ କ୍ଲାସ ଆସିଲଣି ନା ଅଛ ଗାଁରେ? ଆଚ୍ଛା, ଜଲ୍ଦି ଆସ, ମାସେ ହେଲାଣି ଲେଟ୍ ହେଲାଣି, କଣ କରୁଛ ଘରେ? ଆଚ୍ଛା, ସମସ୍ତଙ୍କର ପ୍ରାୟ ମୋଷ୍ଟ ଅଫ ଦ କଲେଜ ଷ୍ଟାର୍ଟ ହେଇନି ତ ପଢିବା ପାଇଁ ଭଲ ଲାଗିବ, ଇଣ୍ଟରେଷ୍ଟିଂ ଲାଗିବ। ରିମୋଟ ସେନ୍ସିଂ ହଉଛି ଗୋଟେ ପ୍ରାକ୍ଟିକାଲ ଜିନିଷ। ଆମେ ଯାହା ବି ପଢୁଛୁ ତ ମାନେ, ତ ଜିଓଲୋଜି ଉପରେ ତୁମର, ଆଚ୍ଛା ଫାର୍ଷ୍ଟ କଥା ମୁଁ ଟିକେ ସମସ୍ତେ ଟିକେ ଇଣ୍ଟ୍ରୋଡକ୍ସନ ଦେଇଦିଅ, ତାପରେ ପରେ ମୁଁ ଷ୍ଟାର୍ଟ କରିବି କ୍ଲାସ। କିନ୍ତୁ କଲେଜରୁ ଟିକେ କହିଦେଲ ସମସ୍ତେ, ସମସ୍ତେ ଟିକେ ନିଜ ନିଜ କଲେଜ ନା ଟିକେ କହିଦିଅ, ତାପରେ ମୁଁ ମୋର ଇଣ୍ଟ୍ରୋଡକ୍ସନ ଦେବି, ତାପରେ ଆମେ କ୍ଲାସ ଷ୍ଟାର୍ଟ କରିବା। ଫାର୍ଷ୍ଟ କ୍ଲାସ ଟା ନା ଟିକେ ଇଣ୍ଟ୍ରୋଡ୍ୟୁସ ହେଇଗଲେ ଟିକେ ଭଲ ଲାଗିବ। ସମସ୍ତେ ଟିକେ ନିଜ ନିଜ କଲେଜ ନା କହିଦିଅ, ମୋର ଟିକେ ମାଇଣ୍ଡରେ ରହିଯାଉ କିଏ କୋଉ କଲେଜର, ସେଇ ଅନୁସାରେ ଆମେ ପଢେଇବା। ଶୁଭ ଡିଡି କଲେଜ, ଆଉ ଅନ୍ୟମାନେ? ହର୍ଷଚନ୍ଦନ ରେଭେନ୍ସା ୟୁନିଭର୍ସିଟି, ବହୁତ ଭଲ। ଅନ୍ୟ ଆଉ? ତୁମର ଷ୍ଟାର୍ଟ ହେଇନି ହର୍ଷଚନ୍ଦନ ଇଏ ରିମୋଟ ସେନ୍ସିଂ? କିଏ ପଢଉଛନ୍ତି ତୁମର? ନୀରସିଂହ ସାର୍ ନା ଅଭିନୟ ସାର୍, କିଏ ଷ୍ଟାର୍ଟ କରିନାହାନ୍ତି କ୍ଲାସ? ଗନାସିକା, ସୌମ୍ୟ ଗନାସିକା କଲେଜ, ଆଚ୍ଛା ବହୁତ ବଢିଆ। ସମସ ସାମନ୍ତ ଚନ୍ଦ୍ରଶେଖର ଅଟୋନମସ କଲେଜ, ହଁ, ପୁରୀରେ। ସୋମପ୍ରଭା ହେଲା ଗନାସିକା କଲେଜ, ଗନାସିକା +3 ସାଇନ୍ସ କଲେଜ। ଆଚ୍ଛା, ଠିକ ଅଛି, ହଉ ଠିକ ଅଛି। ଯୋଉମାନଙ୍କ କଲେଜ ଷ୍ଟାର୍ଟ ହେଇନି, ଷ୍ଟାର୍ଟ ହେଲେ କ୍ଲାସ କରିବ। ରିମୋଟ ସେନ୍ସିଂ ଟା ବହୁତ ଇଣ୍ଟରେଷ୍ଟିଂ ଚାପ୍ଟର ଟା। ସବୁ ଜିନିଷ ଆମେ ପ୍ରାକ୍ଟିକାଲ ଜିନିଷ ଦେଖିବା ଏଇଠି, ହେଲା ମାନେ ଆମେ ଯାହା ବି ସବୁ ଆଜି ଯାଏ, ଆଜିକାଲି ସବୁ ଜିନିଷ ତ ଆମେ କଣ, ଏଇ ଯୋଉ କଣ ରିମୋଟ ସେନ୍ସିଂ ଦ୍ଵାରା ହିଁ ସବୁ ଜିନିଷ ହଉଛି, ହେଲା। ଆମେ ଯେକୌଣସି ଜିନିଷ ଦେଖୁ ଗୋଟେ ଜାଗାରେ ଆମେ ସବୁ ଜିନିଷର ଆଜିକାଲି ରିମୋଟ ବାହାରିଗଲାଣି ନାଇଁ କି? ଟିଭି ଅନ୍ କରୁଛୁ କି ଆମେ କୌଣସି, ଏବେ ଫ୍ୟାନ୍ ବି ଆସିଗଲାଣି ରିମୋଟ ରେ କଣ୍ଟ୍ରୋଲ ହଉଛି, ନାଇଁ କି? ଏସି ଆମେ ରିମୋଟ ରେ କଣ୍ଟ୍ରୋଲ କରୁଛୁ ବହୁତ ଗୁଡେ ଜାଗାରେ। ମାନେ କଣ ରେଫ୍ରିଜରେଟର ଗୁଡାକୁ ବି ରିମୋଟ ରେ କଣ୍ଟ୍ରୋଲ କରାହଉଛି, ମ୍ୟୁଜିକ ସିଷ୍ଟମ ରିମୋଟ ରେ କଣ୍ଟ୍ରୋଲ କରାହଉଛି, ନାଇଁ କି? ତ ସବୁ ଜିନିଷ ଆମେ ରିମୋଟ ରେ ଏବେ ତାକୁ ଅପରେଟ କରୁଛୁ। ତା ଛଡା ବି ଆମେ ଯୋଉ ସବୁ ଆମର ରିମୋଟ ସେନ୍ସିଂ ରେ ଆମେ ସାଟେଲାଇଟ କେମିତି ଯାଉଛି, ହେଲା। ଆମେ ଲାଷ୍ଟ କୁ ଆଜି ଆମେ କିଛି କ୍ୱେଶ୍ଚିନ୍ ବି କରିବା, ହେଲା।
ଲାଷ୍ଟ କିଛି ଭଲ ଭଲ କ୍ୱେଶ୍ଚିନ୍ ତମମାନଙ୍କ ପାଇଁ ହେଲା। ୟୁପିଏସସି କ୍ୱେଶ୍ଚିନ୍ ସବୁ ଇଣ୍ଟରେଷ୍ଟିଂ କ୍ୱେଶ୍ଚିନ୍ ଆମେ ଡିସ୍କସନ କରିବା ହେଲା। ଇଣ୍ଡିଆନ ସାଟେଲାଇଟ ୱାର୍ଲଡ ସାଟେଲାଇଟ ଉପରେ ତ ତମମାନଙ୍କୁ ଇଣ୍ଟରେଷ୍ଟିଂ ବି ଲାଗିବ। ଲାଷ୍ଟ କୁ 15 ମିନିଟ୍ ଥିବ ଆମେ କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା। ତ ଆମେ ସେଇଭଳିଆ ସେଇ ମୋଡ୍ ରେ ପଢିବା ସବୁଦିନ। ଆମେ କଣ କରିବା, ପଢିବା ଲାଷ୍ଟ କୁ କିଛି କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା। ସେ ରିମୋଟ ସେନ୍ସିଂ ହଉ କି ଜିଓମର୍ଫୋଲୋଜି ହଉ କି ଫିଜିକାଲ ଜିଓଲୋଜି ହଉ, ଲାଷ୍ଟ କୁ ଆମେ କିଛି କ୍ୱେଶ୍ଚିନ୍ ଆନ୍ସର କଲେ ହେଲା, ତ ତମକୁ ବି ଲାଗିବ ଯେ ହଁ କିଛି ଗୋଟେ ତୁମେ ଗୋଟେ ନୂଆ ଜିନିଷ ଜାଣିବାକୁ ପାଉଛ ହେଲା। ଆଉ ହଁ ମୁଁ କଣ କହୁଥିଲି ରିମୋଟ ସେନ୍ସିଂ ରେ ହେଲା, କି କାହାର କିଛି ଆଇଡିଆ ଅଛି ରିମୋଟ ସେନ୍ସିଂ ରେ କଣ କଣ ଆମେ ଆଜି ଡେ ଟୁ ଡେ ଲାଇଫ ରେ ରିମୋଟ ସେନ୍ସିଂ କେମିତି ଆମକୁ ହେଲ୍ପ କରୁଛି? କିଛି ବି କାହାର କିଏ ଜାଣିଛ ଯଦି ଆନ୍ସର ଟିକେ ଦିଅ ହେଲା। କୋଉଥିରେ ଆମେ ରିମୋଟ ସେନ୍ସିଂ ୟୁଜ କରୁଛନ୍ତି କୁହ? ସ୍ୱୟଂପ୍ରଭା, ନନ୍ଦିତା, ସୌମ୍ୟା, ଶୁଭ, ରିମୋଟ ସେନ୍ସିଂ କୋଉଥିରେ ୟୁଜ ହଉଛି? କିଛି ଜାଣିଛ ନା ଜାଣ? ଏସି ଟିଭି, ହଁ ଏଟା ତ କହିଲି, ଏସି ରେ ଟିଭି ରେ ନାଇଁ କି? ସାଟେଲାଇଟ ବହୁତ ବଢିଆ ଆନ୍ସର ହର୍ଷ ଚନ୍ଦନ। ସାଟେଲାଇଟ ଯୋଉ ଆମେ ପଠଉଛନ୍ତି ରିମୋଟ ସେନ୍ସିଂ ରେ ରିମୋଟ ସେନ୍ସିଂ ପାଇଁ ଅପରେଟ ହଉଛୁ। ମାଇନିଂ ଆକ୍ଟିଭିଟି ହଉଛି ବହୁତ ବଢିଆ, କୋଉଠି ମାଇନିଂ ଆକ୍ଟିଭିଟି କରାଯାଇ ପାରିବ କୋଉଠି କରାଯାଇ ପାରିବନି ହେଲା। ତାପରେ ଆଉ କୋଉଠି ତ କୁହ, ତାପରେ ମୁଁ ବି କିଛି କିଛି ପଏଣ୍ଟ ଆଡ କରିବି। ଆଉ କୋଉଠି ରାସ୍ତା ଯୋଉ ତିଆରି ହୁଏ ହେଲା, ମ୍ୟାପ ତିଆରି ହୁଏ, ଗୋଟେ ଜାଗାର ମ୍ୟାପ ତିଆରି ହବ, ରେଲୱେ ଲାଇନ ତିଆରି ହବ, ରାସ୍ତା ତିଆରି ହବ, କୋଉ ବାଟ ଦେଇକି ଗଲେ ସର୍ଟେଜ ଡିଷ୍ଟାନ୍ସ ପଡିବ, ରାସ୍ତା ତିଆରି କରିବାରେ, ରେଲୱେ ଲାଇନ ଟ୍ରାକ୍ ତିଆରି କରିବାରେ ବି ୟୁଜ ହଉଛି। ଗ୍ରାଉଣ୍ଡ ୱାଟର ଷ୍ଟଡିରେ ବି ୟୁଜ ହଉଛି। ଭେରି ଗୁଡ ସ୍ମୃତି ସିହ୍ନା। ଆର୍ଥକ୍ୱେକ୍, ହଁ ଆର୍ଥକ୍ୱେକ୍ ମନିଟରିଂ ମ୍ୟାପ ତିଆରି କରା ହୁଏ। ଫ୍ଲଡ କଣ୍ଟ୍ରୋଲ କରିବାରେ, ଫ୍ଲଡ ଏରିଆକୁ ଆଇଡେଣ୍ଟିଫାଇ କରିବାରେ ହେଲା, କୋଉ ଏରିଆରେ ଫ୍ଲଡ ଅଧିକା ହଉଛି କଣ ଆମେ ମେଜର ନେଇପାରିବା। ଯେମିତି କି ଆମେ ଜାଣିଥିବା ଓଡିଶା ହେଲା, ଆମର ୱେଷ୍ଟ ବେଙ୍ଗଲ ହେଲା ହେଲା, ଆଜିକାଲି ତ ଇଣ୍ଡିଆର ପ୍ରାୟ ସବୁ ରାଜ୍ୟରେ ବନ୍ୟା ହେଇଯାଉଛି ହେଲା। ହଁ, କିନ୍ତୁ ମୋଷ୍ଟ ଅଫ ଦ ବର୍ଷା ଯୋଗୁ ବନ୍ୟା କଣ ହଉଛି ଏଇ ସବୁ ଜାଗାରେ। ଆସାମ ହେଲା, ଆସାମରେ ପ୍ରତିବର୍ଷ ବନ୍ୟା ଆମର ୟୁପି, ବିହାର, ଓଡିଶା, ୱେଷ୍ଟ ବେଙ୍ଗଲ ଏଇ ସବୁ ଜାଗାରେ ବନ୍ୟା ବହୁତ ହଉଛି। ତ ଗଭର୍ଣମେଣ୍ଟ କଣ କରିବ ନା କୋଉ କୋଉ ଏରିଆରେ କୋଉ କୋଉ ଷ୍ଟେଟ ରେ ଅଧିକା ବନ୍ୟା ହଉଛି, କୋଉ ଷ୍ଟେଟ ରେ ଅଧିକା ଆର୍ଥକ୍ୱେକ ହଉଛି, କୋଉ କୋଉ ଷ୍ଟେଟ ରେ ମରୁଡି ହଉଛି ହେଲା, ଡ୍ରଟ୍ ହଉଛି, ସେଗୁଡାକୁ ସେ କଣ କରିବ ଆଇଡେଣ୍ଟିଫାଇ କରିବ। କଲା ପରେ ବିଭିନ୍ନ ପ୍ରକାର ମେଜର ନବ, ଯେମିତି ଫ୍ଲଡ ଏରିଆରେ କେମିତି ପାଣି, ନଈର ପାଣି କେମିତି ଡ୍ରେନ୍ ଆଉଟ୍ ହେଇକି ଯିବ ହେଲା। ଆଉ ଯୋଉଠି ଡ୍ରଟ୍ ହଉଛି ମାନେ ମରୁଡି ପଡୁଛି କଣ କଲେ ସେ ଜାଗାରେ ଆଉ ମରୁଡି ପଡିବନି, ତାପରେ ପ୍ଲାନିଂ କରାହବ। ଆର୍ଥକ୍ୱେକ୍ ସେମିତି କୋଉ ଜାଗାରେ ଆର୍ଥକ୍ୱେକ୍ ଅଧିକା ଅଛି, ଆର୍ଥକ୍ୱେକ୍ ଟାକୁ ତ ଅଟକେଇ ହବନି, ଆର୍ଥକ୍ୱେକ୍ ଟାକୁ ଅଟକେଇ ହବନି, କିନ୍ତୁ ଆମେ ହଁ ସାଇକ୍ଲୋନ ମନିଟରିଂ ଏଣ୍ଡ ବହୁତ ବଢିଆ ଆନ୍ସର ସୌମ୍ୟ ରଞ୍ଜନ। ସାଇକ୍ଲୋନ ମନିଟରିଂ ଯେମିତି ଆମ ଓଡିଶାରେ ହେଲା 1999 ମସିହାରେ ଯେତେବେଳେ ବାତ୍ୟା ଆସିଥିଲା, ସେତେବେଳେ କଣ ହେଲା ନା ଆମ ପାଖରେ ସେତିକି ଆଡଭାନ୍ସ ଟେକ୍ନୋଲୋଜି ନଥିଲା ହେଲା। ଆମେ ଯେତେବେଳେ ଆମେ ଜାଣିଲୁ ଯେ ବାତ୍ୟା ହବ, ସେତେବେଳେ ଅଲରେଡି ଆମ ପାଖକୁ କଣ ହେଇଥିଲା, ସେ ସାଇକ୍ଲୋନ ପହଞ୍ଚି ଯାଇଥିଲା। ତ ଆମେ ଆମେ କଣ କରିପାରିଲୁନି, ଲୋକମାନଙ୍କୁ ଇଭାକୁଏଟ କରିପାରିଲୁନି ହେଲା, ଆମେ ଲୋକମାନଙ୍କୁ ଇଭାକୁଏଟ କରିପାରିଲୁନି। କିନ୍ତୁ ବର୍ତ୍ତମାନ ଏମିତି ସିଷ୍ଟମ ଆସିଲାଣି, ଗୋଟେ ସପ୍ତାହ ଆଗରୁ ଆମେ ଜାଣି ଦଉଛନ୍ତି ଯେ ସାଇକ୍ଲୋନ ଆମ ଓଡିଶାକୁ ଆସିବ, କି ଆନ୍ଧ୍ରପ୍ରଦେଶକୁ ଆସିବ, କି ୱେଷ୍ଟ ବେଙ୍ଗଲକୁ ଆସିବ, ଇଭନ ଓଡିଶାର ବି କୋଉ ଡିଷ୍ଟ୍ରିକ୍ଟ କୁ ଆସିବ, ଆଉ କୋଉ 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 ଡିଷ୍ଟ୍ରିକ୍ଟ ର ବି କୋଉ ପର୍ଟିକୁଲାର ଏରିଆରେ ସେ କଣ ହବ, ଲ୍ୟାଣ୍ଡଫଲ ହବ। ତମେ ଶୁଣିଥିବ ଯେତେବେଳେ ଫ୍ଲଡ କଣ ଏଟା ସାଇକ୍ଲୋନ ଆସେ, ସେତେବେଳେ ସବୁ ନ୍ୟୁଜ ରେ ଶୁଣିଥିବ, ଓଟିଭି ରେ, କନକ ନ୍ୟୁଜ ରେ ସବୁ ଶୁଣିଥିବ ଯେ ଆସିକି ଏତିକି ଦିନ ଏତିକିଟା ବେଳେ ଆସିକି ଏଇ ଜାଗାରେ ଲ୍ୟାଣ୍ଡଫଲ କରିବ ସାଇକ୍ଲୋନ। ଏତିକି ତାର ସ୍ପିଡ ଥିବ, 240 କିଲୋମିଟର ପର ଆୱାରରେ ସେ ଯାଉଥିବ। ସବୁ ଶୁଣ ନା ନାଇଁ ହେଲା। ବର୍ତ୍ତମାନ ଟେକ୍ନୋଲୋଜି ଏତେ ଆଡଭାନ୍ସ ହେଇଗଲାଣି, ତ ଆମେ ଏଇ ସବୁ ଜିନିଷ ଆଗରୁ ଜାଣିପାରୁଛନ୍ତି। ଯଦି 1999 1999 ମସିହାରେ ଯଦି ଆମେ ଜାଣିଥାନ୍ତେ ସପ୍ତାହେ ଆଗରୁ ଯେ ମାନେ ଏମିତି ଗୋଟେ ସାଇକ୍ଲୋନ ଆସିବ, ତାହେଲେ ଆମେ କଣ କରିଥାନ୍ତେ, ଲୋକମାନଙ୍କୁ ବାହାର କରିଦେଇଥାନ୍ତେ। କିନ୍ତୁ ଯେତେବେଳେ ଆମେ ଜାଣିଲେ, ଆଉ ଆମ ପାଖରେ ଆଉ ଟାଇମ ନଥିଲା, ତ ଲୋକମାନଙ୍କୁ ବାହାର କରିପାରିଲେନି, ବହୁତ ଲୋକ ମରିଗଲେ ହେଲା। କିନ୍ତୁ 1999 ପରେ କଣ ହେଲା, ଓଡିଶା ଗଭର୍ଣମେଣ୍ଟ ଏସବୁ ଜିନିଷ ଉପରେ ବହୁତ ଧ୍ୟାନ ଦେଲା, ଗୁରୁତ୍ୱ ଦେଲା। ତାପରେ କଣ ହେଲା ନା ଟେକ୍ନୋଲୋଜି କୁ ଆଡଭାନ୍ସ କରାଗଲା।
ସେମିତି ଫ୍ଲଡ୍ ମ୍ୟାନେଜମେଣ୍ଟ ଏରିଆ, ଆର୍ଥକ୍ୱେକ୍, ଆର୍ଥକ୍ୱେକ୍ ସେମିତି ଆର୍ଥକ୍ୱେକ୍ କୁ ଆମେ ଅଟକେଇ ପାରିନଥାଉ, କିନ୍ତୁ ଆର୍ଥକ୍ୱେକ୍ ଗୋଟେ ଜାଗାରେ ଆର୍ଥକ୍ୱେକ୍ ହବ ଯେ ଆମେ ତାକୁ ଅଟକେଇ ପାରିବାନି, କିନ୍ତୁ ତା ପୂର୍ବରୁ ଆମେ କଣ କରିବା ନା ୱାର୍ଣ୍ଣିଂ ପାଇକି ତାକୁ ଆମେ ଇଭାକୁଏଟ୍ କରିଦେଇ ପାରିବା, ଲୋକମାନଙ୍କୁ ଆମେ ବାହାର କରିଦେଇ ପାରିବା। ହେଲା, ଏଗ୍ରିକଲଚର ବି ୟୁଜ ହଉଛି, କୋଉ ଏରିଆରେ କୋଉ ପ୍ରକାର ଏଗ୍ରିକଲଚର କରାହଉଛି। ହେଲା, ମଝିରେ 2-3 ବର୍ଷ ତଳେ ଶୁଣିଥିବ, ନ୍ୟୁଜ ଯଦି ଦେଖୁଥିବ, ଗୋଟେ ଅଜବ ପ୍ରକାର ଗୋଟେ ପୋକ କଣ ହେଲା ନା ପୁରା ଚାରିଆଡେ ପୁରା ମାନେ ଯୋଉ ଗଛ ଫଛ ଗୁଡା ହେଇଗଲା, ସବୁ ଚାଷ କଣ ହେଲା, ଧାନ ଗଛ ସବୁ ଗହମ ଗଛ ସବୁ କଣ ହେଲା, ମରିଗଲା। ତ ସେଇଟା କଣ ହେଲା ନା ଗୋଟେ ଆଡୁ ମାଡି ମାଡି ଆସୁଥିଲା, ମାନେ କଣ ହେଲା ପାକିସ୍ତାନ ନା କୋଉ ୱେଷ୍ଟ ଆଡୁ, ହେଲା ପାକିସ୍ତାନରୁ ଗୁଜୁରାଟ ରାଜସ୍ଥାନ ଏମିତି ହେଇକି ସେ ସବୁ ଆସୁଥିଲା। ତ ଆମେ କଣ କରିବା, ଯେତେବେଳେ ରିମୋଟ ସେନ୍ସିଂ ଟେକ୍ନୋଲୋଜିରେ ଆମେ ଜାଣିପାରିଲୁ ଯେ କୋଉ କୋଉ ଏରିଆ ଦେଇକି ସେ ଆସୁଛି। ହେଲା, ଏନଭାୟରମେଣ୍ଟ ମ୍ୟାନେଜମେଣ୍ଟ ବି ହେଇପାରୁଛି। ତ ରିମୋଟ ସେନ୍ସିଂ ର ୟୁଜ ବର୍ତ୍ତମାନ ଯୁଗରେ, ବର୍ତ୍ତମାନ ଟାଇମରେ ବହୁତ ହ୍ୟୁଜ ଏରିଆ, ବହୁତ ହେଲା, ବହୁତ ହ୍ୟୁଜ ଆମାଉଣ୍ଟ ରେ କରାହଉଛି। ହେଲା, ତ ତମେ ତ ବହୁତ ଆନ୍ସର ଦେଇଦେଲଣି, ଆଉ କିଛି କିଛି ଜିନିଷ ଆମେ ବି ଟିକେ ପଢିବା। ହେଲା, ଫାର୍ଷ୍ଟ ଆମେ ଏଇ ସବୁ ଜିନିଷ ତ ଆମେ ଜାଣିଲେ ଆପ୍ଲିକେସନ ଗୁଡା, ଆଉ ରିମୋଟ ସେନ୍ସିଂ ଟା ହିଁ ଗୋଟେ ହଉଛି ଆପ୍ଲିକେସନ ଜିନିଷ। ଯଦିଓ ରିମୋଟ ସେନ୍ସିଂ ରୁ ବେଶୀ କୋଶ୍ଚିନ୍ କିଛି ତୁମର ଆଇଆଇଟି ଏକ୍ସାମ ରେ ପଡେନି, କିନ୍ତୁ ଯୋଉ ସିନିୟର ମାନେ ତୁମର ପଢୁଛନ୍ତି, ଏମଏସସି କରୁଛନ୍ତି, ଯେକୌଣସି ଆଇଆଇଟି ଫାଇଟି ରେ ପଢୁଛନ୍ତି, ସ୍ମୃତି ରଞ୍ଜନ ତୁମେ ବି ମନେ ରଖିଥାଅ, ଏବେ ତୁମେ ଏମଏସସି କରିବ, ହେଲା, ବର୍ତ୍ତମାନ ରିମୋଟ ସେନ୍ସିଂ ର ଇମ୍ପୋର୍ଟାନ୍ସ ଟା ତୁମେ ଜାଣିବ। ଯେକୌଣସି ଏକ୍ସାମ ହେଲା, ହେଲା, ରିମୋଟ ସେନ୍ସିଂ ରୁ କୋଶ୍ଚିନ୍ ନିହାତି ଆସିବ 10-15 ମାର୍କ। ସେ ଗେଟ୍ ହେଲା କି ନେଟ୍ ହେଲା, ଜିଏସଆଇ ଏକ୍ସାମ ହେଲା, ଓପିଏସସି ଏକ୍ସାମ ହେଲା, ୟୁପିଏସସି ଏକ୍ସାମ ହେଲା, ସବୁ ଏକ୍ସାମ ରେ ରିମୋଟ ସେନ୍ସିଂ ରୁ କୋଶ୍ଚିନ୍ ବହୁତ ଆସିବ। ଆଉ ରିମୋଟ ସେନ୍ସିଂ ଟାକୁ ଯେହେତୁ ପଢିନଥାନ୍ତି ସମସ୍ତେ, ତ କଣ ହବ ନା ଆଟେଣ୍ଡ କରିବା ଟା ବହୁତ କଷ୍ଟ ହେଇଯାଏ। ହେଲା, କାହିଁକିନା ଆମେ କଣ ଏଇ ସବୁ ନର୍ମାଲ ଜିନିଷ ଗୁଡା ପେଟ୍ରୋଲୋଜି ପଢିଲୁ, ମିନୋଲୋଜି, ଷ୍ଟ୍ରକ୍ଚରାଲ, ଏଇ ସବୁ ଜିନିଷ ଗୁଡା ପଢିକି ଯାଉଛୁ, ରିମୋଟ ସେନ୍ସିଂ ସ୍କିପ୍ କରିଦେଇଥାଉ, ତ କୋଶ୍ଚିନ୍ ସବୁ ସେଥିରୁ ଆସେ। ଆଉ ଗୋଟେ ଜିନିଷ ମନେ ରଖିଥାଅ, ଏଇ ପେଟ୍ରୋଲୋଜି ହେଲା କି ଆମର ମିନୋଲୋଜି ହେଲା କି ଷ୍ଟ୍ରକ୍ଚରାଲ ଜିଓଲୋଜି ହେଲା, ସେଥିରେ ବି ସବୁ ରିମୋଟ ସେନ୍ସିଂ ର ଆପ୍ଲିକେସନ ଅଛି। ଜିଓଲୋଜିର ଇଚ୍ ପାର୍ଟ ଆମେ ପଢିବା, ଯେକୌଣସି ଚାପ୍ଟର ଆମେ ପଢିବା, ସେଇଠି ଆମର ରିମୋଟ ସେନ୍ସିଂ ର ଆପ୍ଲିକେସନ ଅଛି। ହେଲା, ମେନଲି ଆମର କୋଉଥିରେ ଅଛି, ମାଇନିଂ, ମାଇନିଂ ଆକ୍ଟିଭିଟି ଯୋଉ ତୁମେ ନା କିଏ ଜଣେ ଆନ୍ସର ଦେଲ, ମାଇନିଂ ଆକ୍ଟିଭିଟି। ହେଲା, ମାଇନିଂ ରେ ପେଟ୍ରୋଲୋଜି, ପେଟ୍ରୋଲୋଜି, ହେଲା, ଆଉ ଆମର ରହିଲା ଷ୍ଟ୍ରକ୍ଚରାଲ ଜିଓଲୋଜି, ହେଲା, ଷ୍ଟ୍ରକ୍ଚରାଲ ଜିଓଲୋଜି, ଫିଜିକାଲ ଜିଓଲୋଜି, ଫିଜିକାଲ ଜିଓଲୋଜି, ଆଉ ଗୋଟେ ହେଲା ଜିଓ ମର୍ଫୋଲୋଜି, ଜିଓ ମର୍ଫୋଲୋଜି। ଆଚ୍ଛା, ତୁମେ ନିଜେ ନିଜେ ସିଲାବସ ଦେଖିଲ ନା ନାଇଁ, ଯେ ସିଲାବସ ଦେଖିଲ ନା ନାଇଁ, ସୌମ୍ୟା ପରିଡ଼ା, ସିଲାବସ ଦେଖିଛ ନା ଦେଖିନ? ତ 3 ବର୍ଷ ଭିତରେ କଣ କଣ ପଢିବ, କଣ କଣ ଚାପ୍ଟର ଅଛି, ସବୁ ଥରେ ଆଟଲିଷ୍ଟ ଦେଖିଛ ନା ଦେଖିନ? ଦେଖିଛ ନି କି, ବହୁତ ବଢିଆ। ହେଲା, ଦେଖିଦିଅ ତୁମେ ଆଉ ଥରେ ଟିକେ syllabus। କାହିଁକି ନା ବର୍ତ୍ତମାନ ସିଲାବସ ରେ ଯାହା ଅଛି ତାକୁ ହିଁ ବେସ୍ କରିକି ତୁମକୁ ପଢିବାକୁ ପଡିବ। ଆଉ ଗୋଟେ ଜିନିଷ, ତୁମେ ଯେପର୍ଯ୍ୟନ୍ତ ବେସିକ ଜିନିଷ ବୁଝିନଥିବ, ବେସିକ ଜିନିଷ ବୁଝିନଥିବ, ସେ ପର୍ଯ୍ୟନ୍ତ ତୁମେ ସେ ଆଇଆଇଟି ଫାଇଟି ଏକ୍ସାମ କିଛି କ୍ୱେଶ୍ଚିନ୍ ଆଟେଣ୍ଡ କରିପାରିବନି। ହେଲା, ସେଥିପାଇଁ ବେସିକ ଜିନିଷ ତୁମକୁ ଫାଷ୍ଟ ବୁଝିବାକୁ ପଡିବ। ହେଲା, ତ ତୁମର ଫାର୍ଷ୍ଟ ଇୟରରେ କଣ ଅଛି, CC1 CC2, CC1 ନାଇଁ କି ଜେନେରାଲ ଜିଓଲୋଜି ଆଣ୍ଡ କ୍ୱାଟରନାରୀ ଜିଓଲୋଜି, ପ୍ରାୟ କଲେଜ ଗୁଡାରେ ଷ୍ଟାର୍ଟ ହେଲାଣି, ଟେକ୍ଟୋନିକ୍ସ ଆଉ ରିମୋଟ ସେନ୍ସିଂ ଅଛି CC2 ରେ। ସେକେଣ୍ଡ ସେମିଷ୍ଟାର ଅଛି କ୍ରିଷ୍ଟାଲୋଗ୍ରାଫି ଆଣ୍ଡ ମିନୋଲୋଜି, ଅପ୍ଟିକ୍ସ ଆଣ୍ଡ ଜିଓକେମିଷ୍ଟ୍ରି। ଥାର୍ଡ ସେମିଷ୍ଟାର ଇଗ୍ନିୟସ୍ ପେଟ୍ରୋଲୋଜି, ସେଡିମେଣ୍ଟାରୀ ପେଟ୍ରୋଲୋଜି, ମେଟାମର୍ଫିକ୍ ପେଟ୍ରୋଲୋଜି, ତିନିଟା ଚାପ୍ଟର ଆସିବ। ଫୋର୍ଥ ସେମିଷ୍ଟାରରେ ତୁମର ଅଛି ପାଲେଣ୍ଟୋଲୋଜି ଆଉ ଷ୍ଟ୍ରାଟିଗ୍ରାଫି ଆଉ ଷ୍ଟ୍ରକ୍ଚରାଲ ଜିଓଲୋଜି। ହେଲା, ଫିଫ୍ଥ ସେମିଷ୍ଟାରରେ ଅଛି ମିନେରାଲ ଇକୋନୋମିକ୍ସ, ଇକୋନୋମିକ ମିନେରାଲ। ସିକ୍ସ ସେମିଷ୍ଟାରରେ ଗ୍ରାଉଣ୍ଡ ୱାଟର ଆଣ୍ଡ ଇଞ୍ଜିନିୟରିଂ ଜିଓଲୋଜି, ମାଇନିଂ ଆଣ୍ଡ ଏନଭାୟରମେଣ୍ଟାଲ ଜିଓଲୋଜି। ଏତିକି ରହିଲା 6ଟା ରହିଲା। ହେଲା, ତାପରେ ବି ଡିଜାଷ୍ଟ ଆମର ଡିଏସସି ପେପର ରହୁଛି, ଡିଏସସି ରେ ଫୁଏଲ ଜିଓଲୋଜି, ଯୋଉଟାରେ ତମେ
ପେଟ୍ରୋଲିୟମ, କୋଲ ଏଗୁଡା ସବୁ ପଡିବ। ଆଉ ଗୋଟେ ଅଛି କ୍ଲାଇମେଟ ଚେଞ୍ଜ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ। ଛୁଆ ବେଳୁ ସବୁ ପଢିକି ଆସିଥିବ, ସବୁ ଏସେ ଲେଖୁଥିବନି କି ସ୍କୁଲ ବେଳେ କଲେଜ ବେଳେ ସବୁ ଡିଜାଷ୍ଟର ମ୍ୟାନେଜମେଣ୍ଟ କେମିତି ସବୁ କରାହଉଛି ତାପରେ ପଢିଥିବ। ଆଉ ଗୋଟେ ହେଲା ଆର୍ଥ ଆଣ୍ଡ କ୍ଲାଇମେଟ। ଗୋଟେ ଅଛି ଇଭଲ୍ୟୁସନ ଅଫ ଲାଇଫ ଥ୍ରୋ ଟାଇମ। ଏତିକି ଜିନିଷ ସବୁ ପଢିବାର ଅଛି। ତାପରେ ଏଇଠି ତ ତୁମର ଡିଟେଲ୍ସ ସବୁ ସିଲାବସ ଗୁଡା ଲେଖା ଅଛି। ଏତିକି ଜିନିଷ ଅଛି। ଷ୍ଟାର୍ଟିଂ ରେ ଆମେ କଣ ପଢିବା ପଢୁଛନ୍ତି, ଆମେ ଜେନେରାଲ ଜିଓଲୋଜି ପଢୁଛନ୍ତି, ଟେକ୍ଟୋନିକ୍ସ ଆଣ୍ଡ ରିମୋଟ ସେନ୍ସିଂ ପଢୁଛନ୍ତି ହେଲା। କ୍ୱାଟରନାରୀ ଜିଓଲୋଜି ଟାକୁ ତୁମକୁ ମଝିରେ ଦେଖି କେତେବେଳେ ନହେଲେ ଗୋଟେ କାମ କରିବି, କ୍ୱାଟରନାରୀ ଜିଓଲୋଜିର ଭିଡିଓ ଗୁଡା ଅଛି ତୁମକୁ ଦେଇଦେବି ହେଲା। ଯୋଉମାନଙ୍କ କଲେଜରେ ପରୀକ୍ଷା ଜଲ୍ଦି ହେଇଯାଉଛି ସେମାନଙ୍କୁ ହେଲ୍ପ ହବ ହେଲା, କାହିଁକିନା କିଛି କଲେଜରେ ଜଲ୍ଦି ପଢା ଷ୍ଟାର୍ଟ ହେଇଗଲାଣି ହେଲା। ତ ସେମାନଙ୍କ ପାଇଁ ସେଟା କାମରେ ଆସିବ। କ୍ୱାଟରନାରୀ ଜିଓଲୋଜି ଅଲରେଡି ଭିଡିଓ ଗୋଟେ ଦେଇଦେଲେ ତମେ ଦେଖିକି ପଢିଦବ, କିନ୍ତୁ ଆମେ ବି ପଢେଇବୁ ସେଗୁଡା। ଷ୍ଟାର୍ଟିଂ ରେ ଯୋଉଟା ଇମ୍ପୋର୍ଟାଣ୍ଟ ସେଗୁଡା ଆମେ ପଢେଇ ଦଉଛୁ ହେଲା। ଟେକ୍ଟୋନିକ ମାନେ ଯୋଉଟା ଫିଜିକାଲ ଜିଓଲୋଜି, ଜିଓମର୍ଫୋଲୋଜି ଆଉ ରିମୋଟ ସେନ୍ସିଂ ହେଲା। କାହାର କିଛି ଆଉ କିଛି ସଜେସନ ଅଛି? ଏନି ସଜେସନ? ସୌମ୍ୟରଞ୍ଜନ, ଶୁଭ, ଶୁଭ ତମେ ତ କଲେଜ ଆସିନ ଜାଣିନି। ଯୋଉମାନେ କ୍ଲାସ କଲଣି, ନନ୍ଦିତା, ସଂପ୍ରଭା, ସ୍ଥିତି ସିହ୍ନା, ଆଉ କିଛି ସଜେସନ ଯେ କୋଉଟା ସାର୍ ପଢେଇଲେ ଆଗେ ଭଲ ହବ? ଠିକ ଅଛି ତ ହେଲା। ରିମୋଟ ସେନ୍ସିଂ ଟା ପଢ, କାହିଁକି ନା ଏଟା ଏ ବୁଝିବା ପାଇଁ କଷ୍ଟ ଲାଗିବ ହେଲା। କିନ୍ତୁ ଇଣ୍ଟରେଷ୍ଟିଂ ଚାପ୍ଟର ଟା, ବୁଝିବା ପାଇଁ କଷ୍ଟ ଲାଗିବ କିନ୍ତୁ ଇଣ୍ଟରେଷ୍ଟିଂ ଚାପ୍ଟର ହେଲା। ଯୋଉମାନେ ଟିକେ ଟେକ୍ନୋଲୋଜି ଉପରେ ଟିକେ ଇଣ୍ଟରେଷ୍ଟ ରଖନ୍ତି, ରଖୁଛ ତମାନଙ୍କ ଭିତରୁ, ସେମାନଙ୍କୁ ଭଲ ଲାଗେ ହେଲା। ଆଉ ଯୋଉ ଆଉ କୌଣସି ଜିନିଷ, କୌଣସି ଷ୍ଟେଟମେଣ୍ଟ, କୌଣସି ସେଣ୍ଟେନ୍ସ କୁ ଘୋଷିବା ପାଇଁ ଚେଷ୍ଟା କରିବନି। ଘୋଷିଲେ ବୁଝିବା ମାନେ ମନେ ରହିବନି ବେଶୀ ଜିନିଷ ହେଲା। ଯୋଉ ଷ୍ଟେଟମେଣ୍ଟ, ଯୋଉ ସେଣ୍ଟେନ୍ସ ବି ତୁମକୁ ବୁଝିବାରେ କଷ୍ଟ ହଉଛି ସାଙ୍ଗେ ସାଙ୍ଗେ ପଚାରିବ। କେମିତି ପଚାରିଦବ, ନେକ୍ସଟ କ୍ଲାସରେ ମୁଁ ଆଉଥରେ ବୁଝେଇଦେବି ହେଲା। ହୁଁ। ସୋ ଏଟା ସଇଲା। ହଁ। ହଁ ମୁଁ ତମମାନଙ୍କର କହିଦେଇଥିଲି, ମୁଁ ମୋର ଇଣ୍ଟ୍ରୋଡକ୍ସନ ଟା ଦେବା ପାଇଁ ଭୁଲି ଯାଇଛି ନାଇଁ କି। ସୋ ମୋ ନାଁ କଣ? ସତ୍ୟଜିତ ପଟ୍ଟନାୟକ। ଆଉ ବିଏସସି ମୁଁ କରିଛି ଡିଡି ଜିଓଲୋଜି, ଡିଡି କଲେଜରୁ ହେଲା, ଡିଡି ଅଟୋନମସ କଲେଜ। ତାପରେ ଏମଏସସି ହଉଛି ଆଇଆଇଟି ଆଇଏସଏମ ଧାନବାଦ। ତାପରେ ମୁଁ କଣ ଓଡିଶା ସିଭିଲ ସର୍ଭିସ ରେ, ବର୍ତ୍ତମାନ ଓଡିଶା ଫାଇନାନ୍ସ ସର୍ଭିସ ରେ ଅଛି ହେଲା। ଅଛି ଆସିଷ୍ଟାଣ୍ଟ କମିଶନର ଅଫ କମର୍ସିଆଲ ଟ୍ୟାକ୍ସ। ସୋ କିନ୍ତୁ ଜିଓଲୋଜି ଏବେ ବି ତୁମମାନଙ୍କୁ ପଢେଇ ପାରିବି ହେଲା। କାହିଁକିନା ଆମ ବେଳେ ଆମେ ପ୍ଲସ ଟୁ ବେଳୁ ଜିଓଲୋଜି ପଢିଥିଲୁ। ତୁମମାନେ ତ ପ୍ଲସ ଥ୍ରୀରେ ଜିଓଲୋଜି, ତୁମମାନଙ୍କ ପ୍ଲସ ଟୁ ରେ ଥିଲା କି ଜିଓଲୋଜି? ତୁମମାନଙ୍କ ଭିତରୁ ନଥିବ ନାଇଁ କି, ପ୍ରାୟ ବାୟୋଲୋଜି କି ଅଲଗା ଆଇଟି ଫାଇଟି ସବୁ ଥିବ। କାହାର କଣ ଥିଲା? ସୌମ୍ୟ, ପ୍ଲସ ଟୁ ରେ କଣ ଥିଲା ତୁମର? ଶୁଭ, ନନ୍ଦିତା, ସୌମ୍ୟରଞ୍ଜନ, ପ୍ଲସ ଟୁ ରେ କାହାର କଣ ଅପସନାଲ ଥିଲା? ଅନର୍ସ ଅପସନାଲ କହୁଥିଲେ ନାଇଁ? ଶୁଭ ତମର ବାୟୋଲୋଜି, ସୌମ୍ୟ ବାୟୋଲୋଜି, ଜିଓଲୋଜି ସ୍ୱୟଂପ୍ରଭା ଅଛି। ତମର କୋଉ କଲେଜ ଥିଲା ସ୍ୱୟଂପ୍ରଭା? ଜିଓଲୋଜି ତ ପ୍ରାୟ ଅଳ୍ପ କଲେଜରେ ଅଛି। ସ୍ଥିତି ସିହ୍ନା ବାୟୋଲୋଜି, ପ୍ରାୟ ସମସ୍ତେ ବାୟୋଲୋଜି ନାଇଁ କି? ଓ ଗୋନାସିକାରେ ପ୍ଲସ ଟୁ ଜିଓଲୋଜି ଅଛି ହଁ ହେଲା। ତ ବହୁତ ରେୟାର ପିଲା ପ୍ଲସ ଟୁ ରେ ଜିଓଲୋଜି ପଢନ୍ତି, ସେଇମାନଙ୍କ ଭିତରୁ ମୁଁ ଗୋଟେ। ଆଉ ଜଣେ ମୋ ସାଙ୍ଗରେ ଜଏନ ହେଇଗଲେ କିଏ? ସ୍ୱୟଂପ୍ରଭା ହେଲା। କାହିଁକିନା ପ୍ଲସ ଟୁ ରେ ପ୍ରାୟ ସମସ୍ତେ ବାୟୋଲୋଜି ପଢନ୍ତି, ନହେଲେ ଆଇଟି କି କମ୍ପ୍ୟୁଟର ଏଗୁଡା ସବୁ ନେଇକି ପଢନ୍ତି ହେଲା। ତ କିଛି ଏକ୍ସେପସନାଲ ପିଲା ଜିଓଲୋଜି ନେଇ ପଢନ୍ତି, ଯୋଉମାନେ ବାୟୋଲୋଜି ନେବା ପାଇଁ ଡରନ୍ତି ହେଲା। ମୁଁ ସେମାନଙ୍କ ଭଳିଆ ଗୋଟେ ପିଲା ଥିଲି, ବାୟୋଲୋଜି ନେବା ପାଇଁ ଚାହୁଁନଥିଲି ହେଲା। ତୁମେ କଣ ପାଇଁ ନେଲ ଜିଓଲୋଜି ସ୍ୱୟଂପ୍ରଭା? ତୁମର ତ ଏଠି ଅଛି ବାୟୋଲୋଜି ଅଛି, ନେଇଥାନ୍ତୁ, ନେଇ ପାରିଥାନ୍ତ ବାୟୋଲୋଜି। କଣ ଅସୁବିଧା ହେଲା? ସମସ୍ତେ ବାୟୋଲୋଜି ନିଅନ୍ତି, ତୁମେ ବି ନେଇଥାନ୍ତ, ଜିଓଲୋଜି କାହିଁ ନେଲ? ଡାଇଗ୍ରାମ ପାଇଁ, ଆଚ୍ଛା। ଡାଇଗ୍ରାମ କିଏ ଏତେ ବନେଇବ ନାଇଁ, ଜିଓଲୋଜିରେ ବି ଡାଇଗ୍ରାମ ଅଛି। ଜିଓଲୋଜିରେ କଣ ଡାଇଗ୍ରାମ ନାହିଁ କି? ଏସବୁ ଆର୍ଥ ର ଇଣ୍ଟେରିୟର ପାର୍ଟ ସବୁ ତିଆରି କରିବ, କିନ୍ତୁ ଇଜି ଡାଇଗ୍ରାମ ନାଇଁ କି? ସେଠି ଯୋଉ ସବୁ ସେ କକରୋଚ ର ଭିତରେ କଣ ଅଛି, ମଣିଷର ଭିତରେ କଣ ଅଛି ନାଇଁ କି, ବେଙ୍ଗ ଭିତରେ କଣ ଅଛି, ସେ ସବୁ କଣ ଅଛି ସବୁ ତା ପାର୍ଟ ସବୁ ତିଆରି କରିବାକୁ। ମୁଁ ବି ସେଇଭଳିଆ ଥିଲି, ମୋର ସେ ଫିଗରରେ ପ୍ରୋବ୍ଲେମ ନଥିଲା। ଆମ ବେଳେ କଣ ହଉଥିଲା ନା, ସେ ସବୁ ସେଇ ସମୟରେ ସବୁ ପ୍ଲସ ଟୁ ବେଳେ ସେ ସବୁ ନେଇକି ଯାଇଥାନ୍ତି, ସେ ଯୋଉ ଛୁରୀ କଇଁଚି ସବୁ ନେଇକି ଯାଇଥାନ୍ତି। ସେଥିରୁ କଣ କରନ୍ତି ନା, ବେଙ୍ଗ କାଟିଥିବେ, ରକ୍ତ ଲାଗିଥିବ ସେଥିରେ।
ହେଲା ଅସରପା କାଟିଥିବେ ହେଲା ସେ ଯୋଉ ଗୋଟେ ଆଫ୍ରନ ଟେ ପିନ୍ଧିଥିବେ ସେଠି ସବୁ ବ୍ଲଡ ଫ୍ଲଡ ଲାଗିଥିବ ହେଲା ଏଇ କଟାକଟି ଜିନିଷ ଥିଲା ଆମ ବେଳେ ହେଲା ପରେ ତ ସେ ସବୁ ଉଠିଗଲା। ଏବେ ବୋଧେ ହଉନି ସେ ସବୁ ପ୍ରାକ୍ଟିକାଲ ନା ହଉଛି ପ୍ଲସ 2 ରେ? ଏବେ ସେ ସବୁ ବେଙ୍ଗ ଫେଙ୍ଗ କାଟୁଛ ନା କାଟୁନ? ଇଏ ସୌମ୍ୟ ରଞ୍ଜନ ରାଜେନ୍ଦ୍ର ବେଙ୍ଗ ଫେଙ୍ଗ କାଟୁଛ ନା କାଟୁନ? ବେଙ୍ଗ ଅସରପା ଏଇଗୁଡା ଆଉ କଟାକଟି ନାହିଁ ନାଇଁ କି? ଆମ ବେଳେ ଥିଲା ସେ ସବୁ ବହୁତ କଟାକଟି ହଉଥିଲା। ସେଇ କଟାକଟି ମୁଁ କରିବିନି ବୋଲି ଡରିକି ନେଲିନି ହେଲା। ତ ଭୁଲ ବଶତଃ ଜିଓଲୋଜି ନେଇଗଲି। ତାପରେ ସେଇ ଦିନରୁ ହିଁ ଜିଓଲୋଜି ବ୍ୟାନ ହେଇଯାଇଛି ନାଇଁ କି? ହଁ। ସେଇ ଦିନରୁ ଗୋଟେ ମୁନ୍ନା ଭାଇ ଏମବିବିଏସ ଗୋଟେ ଫିଲ୍ମ ଅଛି ଦେଖିଛ ନା? ଫାଷ୍ଟ ଟା ମୁନ୍ନା ଭାଇ ଏମବିବିଏସ ଫାଷ୍ଟ ଯେତେବେଳେ ସେ ସଞ୍ଜୟ ଦତ୍ତ ଯେତେବେଳେ କହିବ ସର୍କିଟ ଗୋଟେ ଡେଡ ବଡି ଆଣ ବୋଲି ତ ସିଏ କଣ କରେ ଗୋଟେ ମଣିଷଟାକୁ ଜବରଦସ୍ତି ବାଡେଇକି ତାକୁ ବସ୍ତା ଭିତରେ ପୁରେଇକି ନେଇ ଆସିଥାନ୍ତି ଡେଡ ବଡି। ଦେଖିଛ ନା ନାଇଁ ସେ ଫିଲ୍ମ ଟା? ଦେଖିନ ମୁନ୍ନା ଯେତେବେଳେ କୁହେ ସର୍କିଟ କୁ ସର୍କିଟ ମତେ ଗୋଟେ ଡେଡ ବଡି ଦରକାର ସେ କଣ କରିବ ଡେଡ ବଡି କୋଉଠୁ ଆଣିବ? ସିଏ ଗୋଟେ ମଣିଷକୁ ବାଡେଇକି ଜବରଦସ୍ତି ତାକୁ କଣ କରିଥିବେ ନା ଗୋଟେ ଅଖା ବସ୍ତା ଭିତରେ ପୁରେଇ ଦେଇକି ନେଇ ଆସିଥାନ୍ତି ହେଲା। ସେଇଟା ଯେତେବେଳେ ମୁଁ ପ୍ଲସ ଟୁ ଟେନ୍ଥ ସରିଥିଲା ସେଇ ସମୟରେ ସେ ରିଲିଜ ହେଇଥିଲା ତା ପୂର୍ବରୁ। ମୁଁ କହିଲି ଏମିତି ଜିନିଷ ତ ମୁଁ କରିପାରିବି ହେଲା। ତ ମୁଁ କଣ କଲି ନା ମୁଁ କହିଲି ନାଇଁ ସେ ଯାହା ହଉ ପଛେ ଜିଓଲୋଜି କଣ ମୁଁ ଜାଣିନଥିଲି ହେଲା। କିନ୍ତୁ ବାୟୋଲୋଜି ନେବିନି ବୋଲି ମୁଁ ଜିଓଲୋଜି ନେଇ ସାର୍ ଆପଣ ପ୍ଲସ୍ ଥ୍ରୀ ଅଲଗା ଶୁଣିଲି ସେଇଟା ବା କହୁଛି ଶୁଣ ମୁଁ ମୋ ଷ୍ଟୋରି କହୁଛି ହେଲା। ଆଜି ଫାର୍ଷ୍ଟ କ୍ଲାସ ଅଳ୍ପ ପଢିଆ ହେଲା। ତ ସମସ୍ତଙ୍କ ଲାଇଫରେ ଏମିତି ହେଇଥିବ ହେଲା। ମୁଁ କଣ କଲି ନା ବାୟୋଲୋଜି ନେବିନି ବୋଲି ଜିଓଲୋଜି ନେଲି ଏମିତି କିଛି ମୁଁ ଭାବିକି ଜିଓଲୋଜି ନେଇନି ହେଲା। ପ୍ଲସ ଟୁ କଥା କହୁଛି ପ୍ଲସ ଟୁ ରେ ଫାର୍ଷ୍ଟ ଟେନ୍ଥ ସରିଲା ଟେନ୍ଥ ପରୀକ୍ଷା ଟେନ୍ଥ ପରେ ତ ସମସ୍ତେ କଣ କିଏ ସବୁ ଅଲଗା ଅଲଗା ଜାଗାରେ କିଏ ରେଭେନ୍ସା ପାଇଁ ଆପ୍ଲାଏ କରେ ବିଜେପି ପାଇଁ ବିଜେପି କଲେଜ ପାଇଁ ଆପ୍ଲାଏ କରନ୍ତି। କିଏ ବଡ ବଡ ବେସିକ ସାଇନ୍ସ ହେଲା। କିଏ କୋଉମାନେ ବହୁତ ପିଲା ପଳାନ୍ତି ସବୁ କୋଚିଂ ମାନେ ଏକା ସାଙ୍ଗରେ ଆଜିକାଲି ଟେନ୍ଥ ପରେ କୋଚିଂ ଫୋଚିଂ ସବୁ ଦଉଛନ୍ତି ସେଇ ସମୟରେ ବି ନୂଆ ନୂଆ ଷ୍ଟାର୍ଟ ହେଇଥିଲା ଆଇଆଇଟି ଜେଇ ଦେବା ପାଇଁ ନାଇଁ କି? ଜେଇ ସବୁ ଆଜିକାଲି କଣ 11th ରୁ ଷ୍ଟାର୍ଟ ହେଇଗଲାଣି କୋଚିଂ ଫୋଚିଂ। ସେତେବେଳେ ବି ନୂଆ ନୂଆ ଷ୍ଟାର୍ଟ ହେଇଥିଲା ପିଲା 11th ରୁ ବି କୋଚିଂ ନେବା ପାଇଁ କଟକ ଭୁବନେଶ୍ୱର ପଳେଇ ଆସିଥିଲେ ପଢିବା ହେଲା। ତ ମୁଁ ତ ଆଉ ଯାଇନଥିଲି ହେଲା। ମୋର ହେଇନଥିଲା ରେଭେନ୍ସା କଲେଜରେ ଖାଲି ମାନେ ଆସିଥିଲା ମାନେ ଆଡମିସନ ପାଇଁ ବିଜେପିରୁ ଆସିନଥିଲା। ତ ଟେନ୍ଥ ପରେ ଯେତେବେଳେ ପ୍ଲସ ଟୁ ହେଲା ସେତେବେଳେ ମୁଁ କଣ କଲି ନା ଦିଟା ହିଁ ଅପସନାଲ ଥିଲା କଲେଜ ଗୋଟେ ଥିଲା ଜିଓଲୋଜି ଆଉ ଗୋଟେ ଥିଲା ବାୟୋଲୋଜି ଆଉ କିଛି ଅପସନାଲ ନଥିଲା କଲେଜରେ ହେଲା। ତ ବାୟୋଲୋଜି ଟା ମୁଁ ଜାଣିଥିଲି ଯେ ଏମିତିକା ଏଇ ଯୋଉ ବେଙ୍ଗ କାଟିବି ଅସରପା କାଟିବି ହେଲା। କେତେବେଳେ ଆଉ କଣ କଣ ଆଣିଦେବେ ବିଲେଇ କୁକୁର କହିବେ କାଟ ତ ସେଇ ମୁଁ କହିଲି ଏଇଗୁଡା ତ ମୁଁ ଆଉ କରିପାରିବିନି। ତାପରେ ମୁଁ କହିଲି ଜିଓଲୋଜି ଟା କଣ ମୁଁ ଜାଣିନଥିଲି ହେଲା। ତ ମୁଁ କହିଲି ଯେ ଯାହା ବି ହଉ ଜିଓଲୋଜି ଟା ନେଇଯିବ ଘର ପାଖରେ ରହିକି ପଢିବ ହେଲା। ତାପରେ ଆଡମିସନ ହେଇଗଲା କିନ୍ତୁ ପ୍ଲସ ଟୁ ତ ଜାଣିଥିବ ପ୍ଲସ ଟୁ ରେ ଏଇ ଯୋଉମାନଙ୍କର ବାୟୋଲୋଜି ଥିଲା ଟିକେ ଟିଉସନ ଫିଉସନ ଯାଉଥିବ କିନ୍ତୁ ଯୋଉମାନଙ୍କର ଜିଓଲୋଜି ଥାଏ ଆଇଟି ଥାଏ ଏମାନେ ଟିଉସନ ଫିଉସନ ଯାଆନ୍ତି। ବେଶୀ ପଢନ୍ତି କଣ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ନାଇଁ କି? ଏଇ ତିନିଟା ଉପରେ ହିଁ ମାଡ ହୁଏ ନାଇଁ ବେଶୀ। ଫିଜିକ୍ସ ରେ କେମିଷ୍ଟ୍ରି ମ୍ୟାଥ ରେ ସବୁ ଟିଉସନ ଯାଏ। ନା ଆମେ ବି ସେଇଆ କଲୁ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥରେ ଟିଉସନ କଲୁ ହେଲା। ଜିଓଲୋଜି ଗୋଟେ ଅପସନାଲ ମୁଁ ନେଇଛି ବୋଲି ଭୁଲି ଯାଇଥିଲି ଯେତେବେଳେ ଆନୁଆଲ ଏକ୍ଜାମ ହୁଏ ହେଲା। ଆନୁଆଲ ଏକ୍ଜାମ ହୁଏ ଯୋଉଟା ତୋ ପାଖରେ ଗୋଟେ ଜିବିଏମ ଗୋଟେ ବହି କିଣିଛ ନା ନାଇଁ ଜିବି ମହାପାତ୍ର ଆମର ଟୋଟାଲି ଗୋଟିଏ ବହି କିଣିଥିଲୁ ଗୋଟିଏ ପତଳା ବହିଟେ ସିନିୟର ମାନଙ୍କୁ ପଚାରିଥିଲୁ ସାର୍ ଙ୍କୁ ପଚାରିଥିଲୁ ସାର୍ କୋଉ ବହିଟା ପଢିବୁ କୁହନ୍ତୁ। ଆଉ ଆମେ ଏତେ ସାର ଫିଜିକ୍ସ କେମିଷ୍ଟ୍ରି ପଢିଲା ପରେ ଆଉ ଆମେ ଅଲଗା କିଛି ପଢିବା ପାଇଁ ଆମର ଆଉ ସମୟ ନାହିଁ କି ଆମର ପେସେନ୍ସ ବି ନାହିଁ ପଢିବା ପାଇଁ। ସାର୍ କହିଥିଲେ ଗୋଟେ ଜିବି ମହାପାତ୍ର ଗୋଟେ ବହିଟେ ଅଛି ସେଟା ଆଣିକି ପାଖରେ ରଖିଥାଅ ପଢ ନ ପଢ ଆଣିକି ପାଖରେ ରଖିଥାଅ। ଆମେ କଣ କରୁ ଜିବି ମହାପାତ୍ର ବହିଟା ମୋ ପାଖରେ ସେତେବେଳେ ଆଉ କିଛି ନଥିଲା କେ ଏମ ବାଙ୍ଗର ବି ନଥିଲା। ଏ ବହି କିଣିଲଣି ନା ନାଇଁ ଏଇ ତିନିଟା ବହି କେ ଏମ ବାଙ୍ଗର ଆଉ ଜିବି ମହାପାତ୍ର କିଣିଲଣି ନା ନାଇଁ ସମସ୍ତେ? ସୌମ୍ୟ ପରିଡା ବିଶ୍ୱପ୍ରିୟା ସୌମ୍ୟ ରଞ୍ଜନ ନା ଯାଇ କିଣିନ? କିଣିଲଣି ତ? କିଣିଦିଅ ଏ ବହି ଦିଟା ଜୀବନ ସାରା ତମର କାମରେ ଆସେ। ଘରେ ଗୀତା ରଖ ନ ରଖ ହେଲା କିନ୍ତୁ କେ ଏମ ବାଙ୍ଗର ଜିବି ରଖିବ ନିହାତି ବୁଝିଲ ନା ନାଇଁ?
ଯୁଆଡେ ଯାଉଛ ବ୍ୟାଗ ରେ ହନୁମାନ ଚାଳିଶା ପାଖରେ ନିଅ ନ ନିଅ, କିନ୍ତୁ ଜିବିଏମ୍ କେଏମ୍ ବାଙ୍ଗର ବହି ଦିଟା ସାଙ୍ଗରେ ନେଇକି ଯାଇଛି ହେଲା। କେତେବେଳେ କିଏ କୋଉ ମୁହୂର୍ତ୍ତରେ ସେ କାମରେ ଆସିଯିବ। ଆମେ ବି ସେୟା କଲୁ, କିନ୍ତୁ ମୋ ପାଖରେ କେଏମ୍ ବାଙ୍ଗର ବହି ବି ନଥିଲା। ମୁଁ କହିଲି ସାର୍ ଦିଟା ବହି ବି ମୁଁ ପଢି ପାରିବିନି, ଗୋଟେ ବହି କଣ ଗୋଟେ ଦିଅନ୍ତୁ ହେଲା। ସାର୍ କହିଲେ ହଉ ଠିକ ଅଛି, ଗୋଟେ ବହି କିଣ, ଜିବି ମହାପାତ୍ର ଟା କିଣିଦବ। ତ ଆମେ କଣ କଲୁ, ଜିବି ମହାପାତ୍ର ଟା ଖାଲି କିଣିକି ଘରେ ଖାଲି ରଖିଦେଲୁ। ତ କଣ ହେଲା ତାପରେ, ଫାର୍ଷ୍ଟ ଇୟର ଫାର୍ଷ୍ଟ ଇୟର ଗୋଟେ ଯେତେବେଳେ ହାଫ ଇୟରଲି ଏକ୍ଜାମ ଆମର ହଉନଥିଲା କି କଣ ମନେ ନାହିଁ, କିନ୍ତୁ ଆନୁଆଲ ଏକ୍ଜାମ ହଉଥିଲା। ଆନୁଆଲ ଏକ୍ଜାମ ହଉଥିଲା। ଆନୁଆଲ ଏକ୍ଜାମ ରେ ସେମିତି କଣ କୋଶ୍ଚିନ୍ ଫୋଶ୍ଚିନ୍ ସିଲେକ୍ସନ ମାଗିଦଉ ସାର୍ ମାନଙ୍କୁ, ସାର୍ ଦେଇ ଦେଇଥିଲେ ଘୋଷି ଘୋଷା ଦେଇକି ପ୍ଲସ ଟୁ ଫାର୍ଷ୍ଟ ଇୟର ପାସ୍ ହେଇଗଲୁ ହେଲା। କିନ୍ତୁ ସେକେଣ୍ଡ ଇୟରରେ ତ ବୋର୍ଡ ପରୀକ୍ଷା ଅଛି ନାଇଁ କି। ସେକେଣ୍ଡ ଇୟର ବି ଟିଉସନ ଫିଉସନ ଟିକେ ଯାଉଥିଲୁ, ସେ ବି 3 ମାସ ଟିଉସନ ଯାଇଥିଲୁ। ଲାଷ୍ଟ ଆଡକୁ କଣ ହୁଏ ନା, ଦେଖିବ ଅନର୍ସ ପେପର ଗୁଡା ଯୋଉ ଥାଏ ଟିକେ ଟାଇମ ମିଳେ ମଝିରେ। ମାନେ ଫାଷ୍ଟ କଣ ହେଇଯିବ, ଇଂଲିଶ ପେପର ହେଇଯିବ, ଓଡିଆ ପେପର ହେଇଯିବ ନାଇଁ କି, ସାଂସ୍କ୍ରିଟ କି ହିନ୍ଦୀ ଯୋଉ ମନେ ରଖିତେ ହେଇଗଲା। ତାପରେ କଣ ହବ, ଫିଜିକ୍ସ ହେଇଯିବ, କେମିଷ୍ଟ୍ରି ହେଇଯିବ, ମ୍ୟାଥ ହେଇଯିବ। ତାପରେ ବଡ ବଡ ସବୁ ଗ୍ୟାପ ମିଳେ ନାଇଁ କି। ତମାନେ ଏବେ ସବୁ ଦେଇକି ଆସିଥିବ ନା। ଜିଓଲୋଜି ପୂର୍ବରୁ ଏଥର କେତେ ଦିନ ଗ୍ୟାପ ମିଳିଥିଲା ଛୁଆଙ୍କୁ? ଜିଓଲୋଜି ପେପର ପୂର୍ବରୁ ଏକ୍ଜାମ ଯୋଉ ପ୍ଲସ ଟୁ ଏକ୍ଜାମ ହେଇଥିଲା, କେତେ ଦିନ ଗ୍ୟାପ ମିଳିଥିଲା ମନେ ଅଛି? 6 ଦିନ ମାତ୍ର। ଆମକୁ 12 ଦିନ କି 13 ଦିନ ପାଖାପାଖି। ହେଲେ ଆଉ ଆମେ ଏଇ 12 ଦିନରେ ହିଁ ପୁରା ପଢିଥିଲୁ। ମାନେ ଆଗରୁ 2 3 ମାସ ଟିଉସନ ଯାଇଥିଲୁ, ଟୋଟାଲ 2 ବର୍ଷ ହେଲାଣି ପଢିନୁ ନା, ଜିଓଲୋଜି କଣ ଅଛି ଜାଣିନଥିଲୁ। ଏଇ 12 ଦିନରେ ଆମେ ପୂର୍ବ 2 3 ବର୍ଷର କୋଶ୍ଚିନ୍ ଟିକେ ଦେଖିଦେଲୁ, 12 ଦିନ ପଢିଲୁ। ପ୍ରାକ୍ଟିକାଲ କେତେ ମାର୍କ ଥାଏ? 30 ନା 25? 30 ଥାଏ ବୋଧେ। 30 ଥାଏ। ହଁ, 30 ରୁ ପ୍ରାକ୍ଟିକାଲରେ ରହିଲା 26 ହେଲା। ଆଉ ଏଇଟା 70ରୁ 67 ପାଖାପାଖି ହେଲା। ତ ଦିଟା ମିଶିକି କେତେ ହେଇଗଲା, 9 କେତେ ହେଲା? ତ ଇଏ ହେଇଗଲା 93 ନାଇଁ କି। ହଁ, 93 ପାଖାପାଖି ମାର୍କ ପଳେଇ ଆସିଲା। ଏବେ ବି 30 ମାର୍କ ରହୁଛି ନା ପ୍ରାକ୍ଟିକାଲ, ନା କେତେ ରହୁଛି ସଂଗ୍ରହ? ବାୟୋଲୋଜି ତମର 15 15 ରହୁଥିବ, ବାୟୋଲୋଜି ବାଲାଙ୍କର ବଟନୀ 15, ଜୁଲୋଜି 15। ନା ତ କିଛି ଚେଞ୍ଜ ହେଇଛି? ଚେଞ୍ଜ ତ ନାହିଁ, ସେୟା ହିଁ ନାଇଁ କି। ତ ମୁଁ ଖାଲି ଏଇ ହଁ 12 ଦିନ ପଢିକି 93 ରଖୁ, ତ ତାପରେ ଟିକେ କନଫିଡେଣ୍ଟ ଆସିବ ହେଲା। 12 ଦିନ ପଢିକି 93, ତାପରେ ମୁଁ କହିଲି ତାହେଲେ ତ ଭଲ ଜିନିଷ ଟା, ନ ପଢିଲେ ବି ହେଇଯାଉଛି ହେଲା। ତାପରେ କଣ ହେଲା ନା, ପ୍ଲସ ଟୁ ପଢିଲା ପରେ ସମସ୍ତେ କିଏ ବିଟେକ୍ ଫିଟେକ୍ କରିବ ନାଇଁ କି, ସେ ସମୟ ସବୁ ଏକ୍ଜାମ ଫେକ୍ଜାମ ସବୁ ଏଥର ବି ସବୁ ଦେଇଥିବ, ଆଇଆଇଟି ଜେଇ ନାଇଁ କି, ଜେଇ ଆଡଭାନ୍ସ କଣ କଣ ସବୁ ସବୁ ଆସିଲାଣି। ସେତେବେଳେ 3ଟା ଏକ୍ଜାମ ଥିଲା, ଏ ଆଇଆଇଟି ଥିଲା, ଏଆଇ ଟ୍ରିପଲ୍ ଇ ଥିଲା। ଆଉ ଏଆଇ ଟ୍ରିପଲ୍ ଇ କିଛି ନାହିଁ ନା, ଏବେ ତ ହଉନି ବୋଧେ ଆଉ। ନା ହଉଛି? ହଉନି ବୋଧେ ସମୟ ପଳେଇଟା। ସେତେବେଳେ ଥିଲା କଣ, ଏ ଫୁଲ ଫର୍ମ ମୁଁ ଭୁଲିଗଲି, ଆଗରୁ ଗୋଟେ ହଉଥିଲା। ଯୋଉମାନେ ଆଇଆଇଟି ପାଇପାରନ୍ତିନି ସେମାନେ ଏଆଇ ଟ୍ରିପଲ୍ ଇ ଯାଆନ୍ତି। ହେଲେ ଆଉ ଗୋଟେ ହୁଏ ଓଡିଶା ଜେଇ। ହେଲା, ଏବେ ଆଉ ଏଇ ଓଡିଶା ଜେଇ ଫେଇ ହଉନି, ଗୋଟିଏ ଏକ୍ଜାମ ହଉଛି ନାଇଁ କି। ଆମେ ଆହୁରି ସବୁ ଦେଇଥିଲୁ, ନାଇଚର ଗୋଟେ ଏକ୍ଜାମ ଦେଇଥିଲୁ ହେଲା। ଏଟା ଆଇଆଇ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ, ନା ନା, ଆଇଆଇଏସଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ଟେକ୍ନୋଲୋଜି। ହଁ, ଆଇଆଇଏସଟି ଗୋଟେ ଏକ୍ଜାମ ଦେଇଥିଲୁ। ଓଜେଇ ନାଇଜର ହଉଛି ହଁ। ଆଚ୍ଛା, ଆମେ ଗୋଟେ ଦେଇଥିଲି ଆଇଆଇଏସଟି ଏକ୍ଜାମ। ଏଇ ସବୁ ଏକ୍ଜାମ ଦୂର ଦୂର ପର୍ଯ୍ୟନ୍ତ ଆମର ସମ୍ପର୍କ ନଥାଏ କିଛି, ଏଇଟା ହେବାର ଭଳିଆ ବି ଲାଗେନି। ଅଧା ମାନେ 30ଟାରୁ ଗୋଟେ ଦିଟା କୋଶ୍ଚିନ୍ ଆସେ ହେଲା। ତ ସିଏ ଦେଖିଲେ ସେ ଲାଇନରେ ମୁଁ ଯାଇପାରିବିନି ହେଲା, ଏ ହଉନି ବିନା କୋଚିଂ ରେ ଏଇ ଯୋଉ ଆଇଆଇଟି ଫାଇଟି ପାଇବା କଣ ପସିବୁଲ ହେଲା। ଏଇ ଯୋଉ ପ୍ଲସ ଟୁ ରେ ଜିଓଲୋଜି ନେଇକି ଗାଁ ପାଖ ସ୍କୁଲରେ ପଢିକି ଆଇଆଇଟି ଜେଇ ଫେଇ ପାଇବାଟା ବହୁତ କଷ୍ଟ ହେଲା। ତ ଆମର ଏଇଟା ହବନି। ତାପରେ କଣ କଲି ନା, ପ୍ଲସ ଟୁ ମାର୍କ ନେଇ ପୁଣି ପକେଇଲି, ସେଇ ରେଭେନ୍ସାରେ ପକେଇଲି, ଆଉ ଡିଡି କଲେଜରେ ପକେଇଲି। ଏଥର କଣ ଗୋଟେ ଶୁଣିଲି ଯେ ଡିଡି କଲେଜରେ ପିଲା ଗୁଡା କଣ ଆଇଆଇଟି ଫାଇଆଇଟି ପାଇଗଲେ, କିଏ ଆଇଆଇଟି ବମ୍ବେ ଗଲା, କିଏ ରୁର୍କି ଗଲା, ଖଡଗପୁର ଗଲା। ସେ ଯାହା ବି ହଉ ପକେଇଦବା ଆଉ ହେଲା। ତ ପକେଇଦେଲି, ଡିଡି କଲେଜରେ ଆଡମିସନ ବି ହେଇଗଲା ହେଲା। ତ ଏଇଭଳିଆ ଭାବରେ ଡରି ମରିକି ଆମେ କଣ ହେଲା ନା, ଡିଡି କଲେଜରେ ମୁଁ ଜିଓଲୋଜି ନେଇଗଲି ହେଲା।
ଡିଡି କଲେଜ ଜିଓଲୋଜି ଯୋଉ ନେଲି 3 ବର୍ଷ, ଫାଷ୍ଟ ବର୍ଷରେ ମୁଁ କିଛି ଜିଓଲୋଜି ବହୁତ ଚେଷ୍ଟା କଲି ମନେ ରଖିବା ପାଇଁ, କିଛି ମନେ ରଖିବା ଏଥିରେ କୋଚିଂ କୋଚିଂ ନଥିଲା ହେଲା। ଏବେ ସିନା ତୁମମାନଙ୍କୁ କୋଚିଂ ଦେବା ପାଇଁ ସବୁ ଆମ ମାନେ ସବୁ ଅଛୁ ହେଲା, କି ଆହୁରି ବି ଅଲଗା ଅଲଗା ଇନଷ୍ଟିଟ୍ୟୁଟ ଗୁଡା ଇନଷ୍ଟିଟ୍ୟୁଟ ଅଛି ହେଲା, ସେଥିରେ କୋଚିଂ କୋଚିଂ ନାହିଁ, ଯାହା ସାର୍ କଲେଜରେ ପଢେଇବା ଆଉ ବହି ପଢିକି ଯାହା ଜାଣି ହେଲା। ପ୍ରଥମ ବର୍ଷ କଣ ଜିଓଲୋଜି ବହୁତ ଚେଷ୍ଟା କଲି ପଢିକି ବୁଝିବା ପାଇଁ, ବୁଝିପାରିଲିନି ହେଲା। ମୁଁ କହିଲି ପ୍ଲସ ଟୁରେ ମୁଁ 93 ମାର୍କ ରଖିଦେଇଥିଲି, ଏବେ କଣ କିଛି ଜାଣିକା ନା। ସେତେବେଳେ ଜିଓଲୋଜି ଟା କଣ ଆମେ ଖାଲି ଉପରୁ ଉପରୁ ପଢି ପଢି ଯାଇଥିଲୁ ହେଲା, ସିଲେକ୍ଟେଡ ଜିନିଷ ପଢି ପଢି ଯାଇଥିଲୁ, ଯାହା କୋଶ୍ଚେନ ପଢିଥିଲା ଲେଖିକି ଦେଇଥିଲୁ, ବୋଧେ ଫୁଲ ଫୁଲ ମାର୍କ ବି ଆମକୁ ଦେଇଦେଇଥିଲେ। ତାପରେ ଫାଷ୍ଟ ଇୟରରେ ସେଇ ଜିଓ ମର୍ଫୋଲୋଜି ହିଁ ଥିଲା, ବେଶୀ କିଛି ହାଇ ଫାଇ ଜିନିଷ ନଥିଲା। ଜିଓ ମର୍ଫୋଲୋଜି ଟା ଇଜି ଲାଗୁଥିଲା ହେଲା, କିନ୍ତୁ ଜିଓ ମର୍ଫୋଲୋଜିର ଆମେ ଖାଲି ଜିବିଏମ ପଢିକି ଯାଇଥିଲୁ ହେଲା। ଯେତେବେଳେ ଦେଖିଲୁ ଯେ ଜିଓ ମର୍ଫୋଲୋଜିର ବି ଅଲଗା ଅଲଗା ସବୁ ବହି ଅଛି, ଆମ ମୁଣ୍ଡ ସେଠି ଘାବରେଇ ଗଲା। ଜିବିଏମ ରେ ଟୋଟାଲ 4-5 ପେଜରେ ଜିଓ ମର୍ଫୋଲୋଜି ଟା ସାରି ଦେଇଛି। ଆମର ଏଠି କଣ ସାର୍ ମାନେ ପଢେଇଲେଣି ଗୋଟେ ଜିଓ ମର୍ଫୋଲୋଜିର ଖାଲି ଗୋଟେ ବହି ଧରିକି ଆଇଲେ, ଗୋଟେ ବହି ଆଣିକି ପଢେଇଲେ ରାଧାକୃଷ୍ଣ ହେଲା, ସବିନ୍ଦର ସିଂ, ବହି ଗୁଡା ନାଁ ଶୁଣିଥାଅ ହେଲା, ସବିନ୍ଦର ସିଂ। ଏଇ ବହି ଗୁଡା ସବୁ ଆଣିକି ରଖିବ ଭାଇ, ଶୁଣିପାରୁଛ ନା ନାଇଁ? ସୌମ୍ୟା, ସ୍ୱୟଂପ୍ରଭା ହେଲା, ସବିନ୍ଦର ସିଂ, ଆମର ରାଧାକୃଷ୍ଣ, ଆଉ ଗୋଟେ ଅଛି ଫିଜିକାଲ ଜିଓଲୋଜି, ଜିଓଲୋଜି ଅଫ ବାୟ ଜିବିଏମ, ସେ ଜିବି ମହାପାତ୍ର ଅଛି ନା, ଏଇ ବହିଟା ଜିବିଏମ ର ଗୋଟେ ଅଛି ଟେକ୍ସଟ ବୁକ୍ ଅଫ ଜିବିଏମ, ଆଉ ଗୋଟେ ଅଛି ଏଇ ଯୋଉ ବହି ଗୁଡା କହୁଛି ଟ୍ରାଏ କର ଆରେଞ୍ଜ କରିବା ପାଇଁ। ବାସୁଦେବ ଭଟ୍ଟ ଅଛି, ଟ୍ରାଏ କର ଆରେଞ୍ଜ କରିବା ପାଇଁ, ଯଦି ନ ହଉଛି ମତେ କହିବ, ମୁଁ କେମିତି ପ୍ରିଣ୍ଟ ଫ୍ରିଣ୍ଟ କରିକି ତୁମ ପାଖକୁ ପହଞ୍ଚେଇବାର ବ୍ୟବସ୍ଥା କରିବି ହେଲା। ଟେକ୍ସଟ ବୁକ୍ ଅଫ ଜିବିଏମ, ଟେକ୍ସଟ ବୁକ୍ ଅଫ ଜିବିଏମ ଟାରେ କଣ ଅଛି ନା ସବୁ ଚାପ୍ଟର ଉପରକୁ ଗୋଟେ ସମରି କରିକି ଦେଇଛି ହେଲା। କିନ୍ତୁ ବାକି ଯୋଉ ଏଇ ସବୁ ଫିଜିକାଲ ଜିଓଲୋଜି ଅଫ ଜିବିଏମ ରେ ଜିଓ ମର୍ଫୋଲୋଜି ଆଉ ଫିଜିକାଲ ଜିଓଲୋଜି ଦେଇଛି ରବୀନ୍ଦ୍ର ରାଧାକୃଷ୍ଣ ସବିନ୍ଦର ସିଂ ହେଲା। ତ ଏ ସବୁ ବହି ଯେତେବେଳେ ମୋଟା ମୋଟା ବହି ଦେଖିଲୁ, ଆଉ ମୁଁ କହିଲି ଏଇଟା କଣ ମନେ ରହିବନି ମତେ ଆଉ ହେଲା। ଫାର୍ଷ୍ଟ ଇୟର ବହୁତ ଚେଷ୍ଟା କଲି, କ୍ରିଷ୍ଟାଲୋଗ୍ରାଫି ଗୋଟେ ପାଠ କଣ ଆସିବ ନେକ୍ସଟ ଇୟରରେ, କ୍ରିଷ୍ଟାଲୋଗ୍ରାଫି ଇଏ ହଉଛି ଗୋଟେ ଇମାଜିନାରୀ ପାଠ, ଗୋଟେ ଇମାଜିନ କରିବ ହେଲା, ଗୋଟେ ଏମିତିକା କ୍ରିଷ୍ଟାଲ ଥିବ, ତା ଭିତରେ ଏମିତି ସବୁ ଏକ୍ସିସ ଥିବ ହେଲା, ଏ ସବୁ ଥିଲା ହେଲା। ସେ ସବୁ ଗୋଟେ ଇମାଜିନାରୀ, ଯେତେବେଳେ ଇମାଜିନ ଆସିଲା ହେଲା, ଇମାଜିନ ଯଦି ତମେ ନ କରିପାରିଲ ତାହେଲେ ତମେ ଚାପ୍ଟର ବୁଝିପାରିବନି। ଷ୍ଟ୍ରକ୍ଚରାଲ ଜିଓଲୋଜି ହେଲା, ଆଉ କ୍ରିଷ୍ଟାଲୋଗ୍ରାଫି, ଏଗୁଡା ସବୁ ଇମାଜିନାରୀ ପାଠ, ଯେତେ ତମେ ଇମାଜିନ କରିପାରିବ, କାହିଁକିନା ଏଇଠି ସବୁ ଏକ୍ସିସ ସବୁ ଥାଏ, 3 ଡାଇଗ୍ରାମ ଫିଗର ନା, ଯିଏ 3 ଡାଇଗ୍ରାମ ଗୁଡାକୁ ବୁଝିପାରିବ, ଗୋଟେ ଏକ୍ସ ଏକ୍ସିସ ଥିବ, ଗୋଟେ ୱାଇ ହେଲା, ଏକ୍ସ ଏକ୍ସିସ, ଗୋଟେ ୱାଇ ଏକ୍ସିସ, ଗୋଟେ ଜେଡ ଏକ୍ସିସ, 3ଟା ଏକ୍ସିସ ଥିବ 3 ଡାଇଗ୍ରାମ। ତ ଇମାଜିନାରୀ ଜିନିଷ ଆସିଲା ହେଲା, ସଲିଡ ଷ୍ଟେଟ ଟାଇପ ର, ହଁ। ତ ସେଇ ଚାପ୍ଟର ଗୁଡା ଯଦି ତୁମକୁ ଯଦି ଯିଏ ମାନେ ଯିଏ ପଢଉଛି ଟିଚର ଯଦି ତୁମକୁ ଠିକ ସେ ନ ପଢେଇ ପାଇଲେ, ମାନେ ନ ବୁଝେଇ ପାଇଲେ ହେଲା, ମେ ବି ସେ ବହୁତ ଜିନିଷ ଜାଣି ପାରନ୍ତି, କିନ୍ତୁ ଯଦି ତୁମକୁ ନ ବୁଝେଇ ପାଇଲେ ତାହେଲେ ତୁମକୁ ଚାପ୍ଟର ଟା ତୁମକୁ ଟୋଟାଲି ଜିଓଲୋଜି ଲାଗିବ ଯେ ମୁଁ ନେଇକି ୱେଷ୍ଟ କରିଦେଲି, ତୁମକୁ ଲାଗିବ ମୁଁ ମୋର ଫ୍ୟୁଚର ମୋ କ୍ୟାରିୟର ନଷ୍ଟ କରିଦେଲି ଜିଓଲୋଜି ନେଇ ହେଲା। ତ ମତେ ସେମିତି ଲାଗିଲା, ମୁଁ କହିଲି କଣ ଏଗୁଡା ସବୁ କିଛି ବୁଝି ହଉନି, କ୍ରିଷ୍ଟାଲୋଗ୍ରାଫି କିଛି ଜାଣି ହଉନି, କଣ ଏଗୁଡା ସବୁ ଖାଲି ଘୋଷିକି ଯାଇକି ପରୀକ୍ଷା ଲେଖିଦେଇକି ଆସୁଥିଲୁ ହେଲା, ଖାଲି ଘୋଷୁଥିଲୁ ଯାଇକି ସାର୍ ସିଲେକ୍ସନ ହଉଥିଲୁ, ସାର୍ କହିଦିଅନ୍ତୁ କଣ ପଢିବ, ଆମେ ଯାଇକି ଲେଖିଦେଇକି ଆସୁଥିଲୁ ହେଲା। ନୋଟ୍ସ ଫୋଟ୍ସ ନାହିଁ, କିଛି ନାହିଁ, ବହିରୁ ଯାହା କରିଦେଲୁ, ଇଣ୍ଟରନେଟ ବି ନଥିଲା ସେତେବେଳେ ଏତେ ହେଲା, ମୋବାଇଲରେ ବି ଆମେ ଇଣ୍ଟରନେଟ ପକେଇ ପାରୁନୁ। ତ ଏସବୁ ଜିନିଷ ପ୍ରୋବ୍ଲେମ ହଉଥିଲା, ଫାର୍ଷ୍ଟ ଇୟର ପଳେଇଲା ସେମିତି ହେଲା। ସେମିଷ୍ଟରରେ ଭଲ ମାର୍କ ଆସୁଥିଲା, କିନ୍ତୁ ଯେତେବେଳେ ଥାର୍ଡ ଇୟର ଆସିଲା, +3 ଥାର୍ଡ ଇୟର ଆଇଲା, +3 ଥାର୍ଡ ଇୟର ଆସିଲା ସେତେବେଳେ ଆମକୁ କଣ କରୁଥିଲା, ଆମ ସିନିୟର ମାନେ ଆସିକି ତ ଆଇଆଇଟି ଜାମ ର ଗୋଟେ ଏକ୍ଜାମ ଅଛି, ଆଇଆଇଟି ଜାମ ଜାଣିଛ ତ, ଜଏଣ୍ଟ ଆଡମିସନ ଫର ଏମଏସସି ହେଲା। ତୁମେ ଯେତେବେଳେ ଥାର୍ଡ ଇୟର ହେଇଯିବ, +3 ଥାର୍ଡ ଇୟର, ସେତେବେଳେ ତୁମେ 3ଟା ଏକ୍ଜାମ ଦବ, ମେନଲି 3ଟା ଏକ୍ଜାମ, ଗୋଟେ ହଉଛି ଆଇଆଇଟି ଜାମ, ଗୋଟେ ହଉଛି ସିୟୁଇଟି, ସେଣ୍ଟ୍ରାଲ ୟୁନିଭର୍ସିଟି ଏଲିଜିବିଲିଟି ଟେଷ୍ଟ, ଆଉ ଗୋଟେ ଅଛି ସିପେଟ ହେଲା, କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ।
ଆଇଆଇଟି ଜାମ୍ ଏ ସବୁ ବିଷୟରେ ତମେ ସବୁ ଜାଣିଛ ନା ଜାଣିନ? ଆଇଆଇଟି ରେ ପାଇଲେ କୋଉ କୋଉ ଆଇଆଇଟି ପାଇବ, ସିପେଟ ହେଲେ କୋଉ କୋଉ କଲେଜ ଯିବ, ସିୟୁଇଟି ହେଲେ କୋଉ କୋଉ କଲେଜ ଯିବ, କେତେ ମାର୍କ ଦରକାର ଜାଣିଛ ତ ସବୁ? ନୋ ନିଡ୍ ଟୁ ମାନେ ଆଉ ଦରକାର ନାହିଁ ହେଲା। ଅନ୍ୟମାନେ ଟିକେ କୁହ, ଯଦି କି ଜାଣିନ କୁହ। ସମସ୍ତେ ଜାଣିଛ ତ ହେଲା। ତ ତିନିଟା ଏକ୍ଜାମ ହୁଏ, ଆଇଆଇଟି ଯାଇ ଜାମ୍, ଏମିତି ତିନିଟା ଏକ୍ଜାମ ହୁଏ। ତ ଆମ ବେଳେ ଯେତେବେଳେ ଏଇ ସବୁ ସିପେଟ ସିୟୁଟି ଏଇ ସବୁ ଜିନିଷ ନଥିଲା, ଖାଲି ଆଇଆଇଟି ଜାମ୍ ହଉଥିଲା। ହେଲେ ଆରେ କିଏ ଯଦି ସତରେ ଜାଣିନ କହିବ, ଏମିତି ନାହିଁ ହେଲା ଯେ ମୁଁ ଯଦି ନାହିଁ କହିଦେବି ଯେ ଅନ୍ୟମାନେ ଜାଣିଛନ୍ତି। କାହିଁକିନା ତୁମେ ନା ଫାର୍ଷ୍ଟ ଇୟର, ନୂଆ ନୂଆ ଏବେ ଜଷ୍ଟ ଆସିଛ ହେଲା। ଏବେ ତୁମେ ଯାହା ବି ପଚାରିଲେ ବି ତୁମକୁ କୁହାହବ, ହ୍ୱାଟ ଇଜ ଜିଓଲୋଜି କହିଲେ ବି ଆମେ କହିବୁ ହେଲା। କାହିଁକିନା ଆମେ ତ ଫାଷ୍ଟ, ମୁଁ ତ ନିଜ କଥା କହୁଛି, ଫାର୍ଷ୍ଟ ଇୟର ପଳେଇଲା ମୁଁ ଜାଣିନଥିଲି କି କି ଏକ୍ଜାମ ଦିଅନ୍ତି ଥାର୍ଡ ଇୟର। ସାର୍ ଗେରେ ଜିରେ ଜିଓଲୋଜିରେ କେମିଷ୍ଟ୍ରି ନା ସେମିତି କିଛି ବେଶୀ ଅସୁବିଧା ନାହିଁ ହେଲା। ତ ସେଇଟା ମୁଁ କହିଦଉଛି ଶୁଣ। ଆଇଆଇଟି ଜାମ୍ ରେ ଯଦି ତୁମେ ଭିତରେ ଅଛି, କଣ ଅଛି, ଆଇଆଇଟି ବମ୍ବେ ଅଛି। ମୁଁ ସିରିଏଲ ଅନୁସାରେ ରଖୁଛି କୋଉ ମାନେ ପ୍ରିଫରେନ୍ସ ହବ, କେଜିପି, ଆଇଆଇଟି, ଆଇଏସଏମ, ଧାନବାଦ, ଆଇଆଇଟି ଆଇଆଇଟି रुड़की, आईआईटी भुवनेश्वर, ଆଉ ସେ କଣ ଏନଆଇଟି ରାଉରକେଲା, एनआईटी दुर्गापुर, एनआईटी रायपुर, ଆଉ ଅଛି ଆଇଜର କୋଲକାତା, ଆଇଜର କୋଲକାତା, ଆଉ କଣ ଅଛି ଆଇଆଇଇଏସଟି ହେଲା ଶିବପୁର, ସେଟା ବି ସେଇ କୋଲକାତାରେ ହିଁ ଅଛି, ମାନେ ୱେଷ୍ଟ ବେଙ୍ଗଲରେ ଅଛି, ୱେଷ୍ଟ ବେଙ୍ଗଲରେ ଅଛି। ଆଉ କଣ ଅଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ, ଆଇଆଇପି ହେଲା, ପେଟ୍ରୋଲିୟମ ଇଞ୍ଜିନିୟର ମିସ୍ ଭାଇଜାକ ହେଲା। ଆଉ ଗୋଟେ କଣ ଅଛି ଆଇଜର ପୁନେ, ଆଚ୍ଛା ଆଇଜର କୋଲକାତା ଅଛି, ଆଇଜର ପୁନେ, ଏଥର ମୁଁ ଅଛି ଆଇଜର ପୁନେ। ଏତିକି ଜିନିଷ ଅଛି। ଆଇଆଇଟି ଜାମ୍ ରେ ଯଦି ତୁମେ ଭଲ ରାଙ୍କ ରଖିଲ ହେଲା, ତାହେଲେ ଫାଷ୍ଟ ନିଅନ୍ତି ପିଲାମାନେ ଆଇଆଇଟି ବମ୍ବେ କୁ ନିଅନ୍ତି ହେଲା। ଆଇଆଇଟି ବମ୍ବେ କୁ ଟପର୍ସ ମାନେ ଯାଆନ୍ତି। ତାପରେ ପିଲା ପ୍ରିଫର କରନ୍ତି କେଜିପି କୁ, ଖଡଗପୁର ହେଲା। ତାପରେ ଧାନବାଦ, ଖଡଗପୁର ଧାନବାଦ ସେଟା କହିବନି, କିଏ କିଏ ସେକେଣ୍ଡ ଚଏସ ରେ ବି ଧାନବାଦ ଦିଅନ୍ତି, କିଏ କିଏ ଖଡଗପୁର ଦିଅନ୍ତି। ସେମିତି ରୁड़କି, ଭୁବନେଶ୍ଵର, ଏନଆଇଟି ଭିତରେ ସବୁଠାରୁ ଭଲ ଏନଆଇଟି ହେଲା ରାଉରକେଲା। ରିସର୍ଚ୍ଚ ଫିସର୍ଚ୍ଚ କରିବା ପାଇଁ ଚାହୁଁଛୁ ଯଦି ଭଲ ହେଲା ଆଇଜର କୋଲକାତା। ଆଇଜର ପୁନେ ଟା ବୋଧେ ବର୍ଷେ 2 ବର୍ଷ ହବ ଷ୍ଟାର୍ଟ ହେଇଛି। ଆଉ ଏବେ ନୂଆ କିନା 3 ବର୍ଷ ହବ ଷ୍ଟାର୍ଟ ହେଇଛି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋଲିୟମ ଇଞ୍ଜିନିୟରିଂ କୁହାଯାଏ ହେଲା। ଏତିକି ହେଲା ତୁମର ଇଏ। ସେଇ ଭିତରୁ ଏନଆଇଟି ରାଉରକେଲା ଆଉ ଆଇଏସଏମ ଧାନବାଦ, ଯଦି ତୁମର ପ୍ଲସ୍ ଥ୍ରୀରେ ମ୍ୟାଥ ନାହିଁ ତାହେଲେ ତୁମେ ଏଇ ଦିଟା କଲେଜରେ ଆଡମିସନ କରିପାରିବ ନାହିଁ ହେଲା। ଯଦି ତୁମର ପ୍ଲସ୍ ଥ୍ରୀରେ ମ୍ୟାଥ ନାହିଁ ତାହେଲେ ଏଇ ଦିଟା କଲେଜରେ ଆଡମିସନ କରିପାରିବ ନାହିଁ। ଆଉ ସବୁ ସବୁ କଲେଜ ନେଇଯିବେ ହେଲା, ଅନ୍ୟମାନେ ନେଇଯିବେ। ସେମିତି ଜବ ରେ ବି ସେମିତି କିଛି କିଛି ଜାଗା ଅଛି, ଯେମିତି ଅଏଲ ଇଣ୍ଡିଆ ଅଛି ହେଲା, ଆଉ ଗୋଟେ ଅଛି ବାର୍କ। ଏମାନେ ବାବା ଆଟମିକ ରିସର୍ଚ୍ଚ ସେଣ୍ଟର ହେଲା, ଆଉ ଗୋଟେ ହେଲା ଅଏଲ ଇଣ୍ଡିଆ ଲିମିଟେଡ। ଏଇ ଦି ଜଣ ବି ଯଦି ତୁମର ମ୍ୟାଥ ନାହିଁ ହେଲା, ପ୍ଲସ୍ ଥ୍ରୀରେ ମ୍ୟାଥ ନାହିଁ, ତାହେଲେ ଏମାନେ ନେବେ ନାହିଁ। ତ ଏତିକି ହଉଛି ପ୍ରୋବ୍ଲେମ, ନହେଲେ ଆଉ କିଛି ନାହିଁ। ମାଇନିଂ ରେ, ମାଇନିଂ କମ୍ପାନୀ ଗୁଡାରେ କିଛି ଅସୁବିଧା ନାହିଁ। ମାଇନିଂ କମ୍ପାନୀ ଆଣିଲା ନେଇଯିବ ହେଲା। ଖାଲି ଏଇଟାରେ ଟିକେ ଅସୁବିଧା, ଏଇ ଦିଟା ଜାଗା, ଆଉ କୌଣସି ଜାଗାରେ କିଛି ଅସୁବିଧା ନାହିଁ।
ସେମିତି ଆଉ ଗୋଟେ ତମର ଅଛି CUET। CUET ଭିତରେ କଣ ବହୁତ ସାରା କଲେଜ ଅଛି, ଯେମିତି କିଛି ଭଲ କଲେଜ ଯେମିତି ହଉଛି ଦିଲ୍ଲୀ ୟୁନିଭର୍ସିଟି, ବନାରସ ହିନ୍ଦୁ ୟୁନିଭର୍ସିଟି, ପଣ୍ଡିଚେରୀ ୟୁନିଭର୍ସିଟି, ସାଗର ୟୁନିଭର୍ସିଟି, ହେଲା, କେରଲା ୟୁନିଭର୍ସିଟି, ପଞ୍ଜାବ ୟୁନିଭର୍ସିଟି, ଏତିକି ଭଲ ପରେ ଆହୁରି ଅଛି କଣ ତାମିଲନାଡୁ ୟୁନିଭର୍ସିଟି, ଆଉ ଗୋଟେ ଅଛି ବିହାରରେ ଗୋଟେ ଅଛି ସାଉଥ ବିହାର ବୋଲି, ସାଉଥ ବିହାର ଗୋଟେ ଅଛି, ଆଉ ଆହୁରି ଅଛି ଗୁଡାଏ କଲେ ଆହୁରି ବହୁତ ଗୁଡା ଅଛି ହେଲା। ଆଚ୍ଛା ଧାନବାଦ ପାଇଁ ଜିଓଲୋଜି ମ୍ୟାଥ ଦରକାର। ହଁ ଧାନବାଦ ପାଇଁ ମ୍ୟାଥ ଦରକାର ହେଲା। ତ ଏତିକି ସାରା ଅଛି। ତାପରେ ଆଉ ଗୋଟେ ଏକ୍ଜାମ ଅଛି ସିପେଟ ଏକ୍ଜାମ। ସିପେଟ ଏକ୍ଜାମ ଅଛି କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଫର ଓଡିଶା, ଫର ଏମଏସସି ଇନ ଓଡିଶା। ଓଡିଶା ଭିତରେ ଯଦି ତୁମେ କରିବା ପାଇଁ ଚାହୁଁଛ, ତୁମ ଘରେ କହିବେ ନାଇଁ ତ ମୁଁ ମୋ ଗେହ୍ଲା ଝିଅ ପୁଅକୁ କି ଗେହ୍ଲି ଝିଅକୁ ବାହାରକୁ ଛାଡିବି ନାହିଁ ହେଲା। ବହୁତ ରେୟାରଲି ଏମିତି ଥାନ୍ତି ହେଲା, ଯୋଉମାନେ କି ଖାଲି ଖାଲି ସିପେଟ ଦିଅନ୍ତି। ଖାଲି ସିପେଟ ଦେଲେ କଣ ହବ, ତୁମେ ଉତ୍କଳ ୟୁନିଭର୍ସିଟି ହେଲା, କି ରେଭେନ୍ସା ୟୁନିଭର୍ସିଟି, ତ ସବୁ ଷ୍ଟେଟରେ ସବୁ ଡିଷ୍ଟ୍ରିକ୍ଟରେ ଗୋଟେ ଅଛି, ଯେମିତି ସୁନ୍ଦରଗଡ଼ରେ ଗୋଟେ ସୁନ୍ଦରଗଡ଼ କଲେଜ, ଫକୀରମୋହନ କଲେଜ, ସମ୍ବଲପୁର ୟୁନିଭର୍ସିଟି, ଖଲିକୋଟ ୟୁନିଭର୍ସିଟି, ରେଭେନ୍ସା ୟୁନିଭର୍ସିଟି ହେଲା, ଡିଡି କଲେଜରେ, ନର୍ଥ ଓଡ଼ିଶା ୟୁନିଭର୍ସିଟି, ଏଇଗୁଡାରେ ତୁମେ କଣ କରିବ ଏମଏସସି କରିବ ହେଲା। ସେଇଥିପାଇଁ ସବୁଠାରୁ ଭଲ ହେଲା ତୁମେ ଆଇଆଇଟି ଜାମ ରେ ଚେଷ୍ଟା କର କରିବା ପାଇଁ, କାହିଁକିନା ଆଇଆଇଟି ଜାମ ରେ ଟୋଟାଲ ଯୋଉ ଯୋଉ କହିଥିଲି ମେଞ୍ଚେ ଗୋଟେ କଲେଜର ନାଁ କହିଲି, ଆଇଆଇଟି ଭୁବନେଶ୍ୱର, ଖଡଗପୁର, ଧାନବାଦ, ରୁର୍କି, ସବୁ କଲେଜ ଯୋଉ କହିଲି ନାଁ ଗୁଡା, ସେଇ ଟୋଟାଲି ମିଶେଇଦବା ଯଦି 400 ଖଣ୍ଡେ ସିଟ ବାହାରିଯିବ। 400 ସିଟ, 400 ସିଟ ହେଲା। ଟୋଟାଲ ପରୀକ୍ଷା ଦଉଛନ୍ତି 2000 ଖଣ୍ଡେ ପିଲା ପରୀକ୍ଷା ଦଉଛନ୍ତି। 2000 ପିଲାରୁ ତୁମେ 400 ରାଙ୍କ, 400 ଟା ସିଟ ଅଛି, ସେଇ ଭିତରୁ ଗୋଟେ ସିଟ ତୁମକୁ ମିଳିବନି? ମିଳିବ ନା ନାଇଁ? ସୌମ୍ୟରଞ୍ଜନ, ନନ୍ଦିତା ଅଛ ନା ଛାଡିକି ପଳେଇଲ? ଶୁଭମ, କୁଆଡେ ସାଇଲେଣ୍ଟ ହେଇଗଲ? ଅଛ ତ? ହୁଁ। 2000 ପିଲା ପରୀକ୍ଷା ଦଉଛନ୍ତି, ସେଇଥିରୁ 400 ଟା ସିଟ ଅଛି ଆଇଆଇଟି ରେ, ସେଇ ଭିତରୁ କଣ ଗୋଟିଏ ସିଟ ତମକୁ ମିଳିବନି? ମିଳିଯିବ। ତମେ ଦେଖୁନ ନିଜେ, ଆଇଆଇଟି ପାଇଁ ଜେନେରାଲ କାଷ୍ଟ ପିଲା କେତେ ରାଙ୍କ। ଆଇଆଇଟି ପାଇଁ ଯଦି ତୁମେ ଆଇଆଇଟି ଜାମ ରେ ଯଦି ତୁମେ 100 ରାଙ୍କ ଭିତରେ ରଖିଲ, ତାହେଲେ ତୁମକୁ ଗୋଟେ ଭଲ ଜାଗାରେ ଆଡମିସନ, ମାନେ ଯେମିତି ଆଇଆଇଟି ଭୁବନେଶ୍ୱର, ଏଇ ଯୋଉ ସରି ଆଇଆଇଟି ବମ୍ବେ, ଧାନବାଦ କି ଖଡଗପୁର, ଏନଆଇଟି ରାଉରକେଲା, ଏଇଟାରେ ଆଡମିସନ କରିବ। ତ 100 ଭିତରେ ରାଙ୍କ ରଖିବା ବହୁତ ସହଜ, ଏମିତି କିଛି କଷ୍ଟ ନାହିଁ ହେଲା। ମୋର ରାଙ୍କ ବି ଥିଲା 100 ହେଲା। ମୁଁ ଯେତେବେଳେ ଆଇଆଇଟି ଜାମ ଦେଇଥିଲି 100 ରାଙ୍କ ରହିଲା, କିନ୍ତୁ ଅନଫର୍ଚୁନେଟଲି ଆମ ବେଳେ ଏତେ ଜାଗାରେ ଜିଓଲୋଜି ନଥିଲା ହେଲା। ମୁଁ କହୁଥିଲି ନା, ପ୍ଲସ୍ ଥ୍ରୀ ବେଳେ ମୁଁ ମାନେ ଜାମ୍ ପାଇଁ ଏତେ ଆମେ ସିରିୟସ୍ ନଥିଲୁ। ଲାଷ୍ଟ ବେଳକୁ ପଢିଲୁ, ଲାଷ୍ଟ ମୁଁ ମାସେ 2 ମାସ ଜାମ୍ ପାଇଁ ପଢିଛି। ସେଥିରେ ରାଙ୍କ ରହିଲା 100, କିନ୍ତୁ ସେତେବେଳେ ଆମର ମାତ୍ର ଆଇଆଇଟି ବମ୍ବେରେ ଥିଲା 20ଟା ସିଟ୍, ଆଇଆଇଟି ଖଡଗପୁରରେ ବି ସେମିତି କେତେ 24ଟା ସିଟ୍ ଥିଲା। ସିଟ୍ ଗୁଡା ବୋଧେ ମେ ବି 24, ଏଠି ବି 24ଟା ଥିଲା ହେଲା। ଆଉ ଏଠି ବମ୍ବେରେ ମନେ ନାହିଁ, କିନ୍ତୁ 24ଟା ପାଖାପାଖି ଥିଲା। ଏଠି କେଜିପି ରେ ସେମିତି 24ଟା ଖଣ୍ଡେ ଥିଲା। ରୁର୍କିରେ କମ ଥିଲା ବୋଧେ, 16ଟା ଖଣ୍ଡେ ଥିଲା। ଆଇଏସଏମ ସେତେବେଳେ କଣ ହଉଥିଲା ନା, ଆଇଏସଏମ ଏକ୍ଜାମ ଟା ଅଲଗା ହଉଥିଲା। ଯେତେବେଳେ ଆଇଆଇଟି ଆଇଏସଏମ ଏକ୍ଜାମ ଏଇ ଜାମ୍ ଭିତରେ ଆସୁନଥିଲା, ସେ ତାର ଗୋଟେ ଅଲଗା ଏକ୍ଜାମ କରୁଥିଲା ହେଲା। ଯେମିତି ତୁମର ଏବେ ଆଇଆଇଟି ଜେଇ ଅଲଗା ହଉଛି, ଓଡିଶା ଜେଇ ଅଲଗା ହଉଛି ନା କଣ, ସେ ନାଇଜର ଅଲଗା ଏକ୍ଜାମ ହଉଛି, ସେମିତି ଆଇଆଇଟି ଆଇଏସଏମ ସେତେବେଳେ ଅଲଗା ଏକ୍ଜାମ ଥିଲା। ଆଉ କଣ ଥିଲା, ଆଇଆଇଟି ଭୁବନେଶ୍ୱର ଥିଲା। ଭୁବନେଶ୍ୱରରେ ବି ସେମିତି 16ଟା ଖଣ୍ଡେ ସିଟ୍ ଥିଲା। ତ ଏତିକି ସିଟ୍ ଟୋଟାଲ ଥିଲା। ମୋ ରାଙ୍କ ଥିଲା 100, ଜେନେରାଲ ରାଙ୍କ ହେବନି ହେଲା। ତ ବହୁତ ମନ ଦୁଃଖ ହେଲା ହେଲା, ବହୁତ ମାନେ ପୁରା କାନ୍ଦିବା ଭଳିଆ ଅବସ୍ଥା ମୋର ହେଇଯାଇଥିଲା, 100 ରାଙ୍କ ରଖିକି ହେଲା। ତାପରେ ମୁଁ କଣ କଲି ହେଲା,
ଆଇଆଇଟି ଆଇଏସଏମ୍ ଏକ୍ଜାମ ଦେଲି। ଆଇଆଇଟି ଆଇଏସଏମ୍ ଏକ୍ଜାମ ରେ ମୋ ରାଙ୍କ ରହିଲା, କେତେ ରାଙ୍କ ରଖିଥିବ କହିଲ? ଆଇଏସଏମ୍ ଏକ୍ଜାମ ରେ ମୋର ରାଙ୍କ ରହିଲା, ଏଇଠି ରହିଲା 100। ଏଇଠି ରହିଲା 1 ହେଲା। ତ ଆଇଏସଏମ୍ ଏକ୍ଜାମ ରେ ମୁଁ ଟିକେ ଭଲସେ ପଢିଲେ ତ ରାଙ୍କ 1 ରହିଲା। ବିଏଚୟୁ ରେ ମୋର ରାଙ୍କ ରହିଥିଲା। ବିଏଚୟୁ ରେ ବି ସେତେବେଳେ ଅଲଗା ଏକ୍ଜାମ ହଉଥିଲା, ବନାରସ ହିନ୍ଦୁ ୟୁନିଭର୍ସିଟି ଏକ୍ଜାମ ହଉଥିଲା, ସେଥିରେ ମୋର ରାଙ୍କ ଥିଲା 7 ହେଲା। ତ କିନ୍ତୁ ବର୍ତ୍ତମାନ ସିଚୁଏସନରେ ଯଦି ତମେ 100 ଭିତରେ ରାଙ୍କ ରଖିବ, ମୋର ସିନା ହେଇନଥିଲା ସେତେବେଳେ ସିଟ୍ ନଥିଲା ଏତେ, କିଛି ଏନଆଇଟି ବି ନଥିଲା, ଏନଆଇଟି ରେ ବି ନଥିଲା ସେତେବେଳେ ହେଲା। ଆ, କିନ୍ତୁ ବର୍ତ୍ତମାନ ସିଚୁଏସନରେ ଯଦି ତମେ 100 ରାଙ୍କ ବି ରଖିଦବ ତ ତୁମକୁ ଭଲ ବମ୍ବେ କି ଖଡଗପୁର କି ଭୁବନେଶ୍ଵର ଆଇଏସଏମ ହେଲା, ଯୋଉଠି ତମ ଇଚ୍ଛା ହେଇପାରିବ। 50 ଭିତରେ ରାଙ୍କ ରଖିଲେ ତ ତୁମ ଯୋଉ ଇଏ ଚାହିଁବ ହେଇଯିବ ହେଲା। ଜେନେରାଲ 50 ଭିତରେ ରଖିଲେ ତୁମର ସେଇ ବମ୍ବେ ଖଡଗପୁର ଆଇଏସଏମ ଭିତରୁ ଯେକୌଣସି ଜାଗାରେ ଗୋଟେ ହବ। ଆଉ ଯଦି ତମର ଓବିସି ହେଲା ତାହେଲେ 50 ରାଙ୍କରେ ବି ତୁମର ଆଇଆଇଟି ବମ୍ବେ ହେଇଯିବ ହେଲା। ତ ସେଇଟା କିଛି ମ୍ୟାଟର କରେନି ବମ୍ବେରେ ପଢିବ କି ଖଡଗପୁରରେ କି ଆଇଏସଏମ ରେ କି ରୁର୍କିରେ, ଅଲ୍ଟିମେଟଲି ତମେ ଆଇଆଇଟି ରେ ପଢୁଛ କି ଏନଆଇଟି ରେ ପଢୁଛ, ଏଇଟା କଣ ହଉଛି ମ୍ୟାଟର କରେ ହେଲା। ହବ ନା? ହବ ନା ନାଇଁ? ଟିକେ ହଁ କିନା ଜୋରେ କିନା କୁହ ହବ। ପ୍ରଥମ ବର୍ଷକୁ ଯଦି ତମ ନିଜ ଉପରେ କନଫିଡେନ୍ସ ରହିବନି, ତାହେଲେ ସେ ଯୋଉ ସାର୍ ହୁଅନ୍ତୁ, ବାପା ମା ହୁଅନ୍ତୁ, ଭାଇ ବନ୍ଧୁ କୁଟୁମ୍ବ ଯିଏ ଚାହିଁଲେ ବି ତୁମକୁ ଦେଇପାରିବେନି। ସେଇଟା ସବୁଠାରୁ ବଡ ଜିନିଷ ହଉଛି ଯେ ସେଲ୍ଫ କନଫିଡେନ୍ସ ରଖିବା ଦରକାର ହେଲା। ମୋର ଯେତେବେଳେ ଜାମ୍ ହେଲାନି, ଷ୍ଟିଲ୍ ମୋ ଉପରେ ଏତିକି କନଫିଡେନ୍ସ ଥିଲା ଯେ ମୁଁ ନିଜ ଉପରେ କ୍ୱେଶ୍ଚିନ୍ ମାର୍କ ଗୋଟେ କଲି ଯେ ମୋର ସାଙ୍ଗମାନେ ଜାମ୍ ଆଇଆଇଟି ମାନେ ଜାମ୍ ପରୀକ୍ଷା ଦେଇକି ପଳେଇଲେ, ମୁଁ କାହିଁକି ଯାଇପାରିବିନି ହେଲା। ମୁଁ ବି ପାରିବି, ମେ ବି ମୋର ଟିକେ ପ୍ରିପାରେସନ ଟା ଆଉ ଟିକେ ଯେତିକି ହେବା କଥା ହେଇନଥିଲା ହେଲା। କିନ୍ତୁ ଆଗକୁ ଆହୁରି ମୋ ଏକ୍ଜାମ ଅଛି, ମୁଁ ସେଇଟା ଭାବିକି ତାପରେ ମୁଁ ପଢିଲି ହେଲା। ଆଉ ସେଇଟା ଭାବିକି ମୁଁ ଏକ୍ଜାମ ଦେଲି, ତ ମୋ ନିଜ ଉପରେ ମୁଁ କନଫିଡେଣ୍ଟ ରଖିଲି। ଆଉ ଏକ୍ଜାମ ବହୁତ ପିଲା ମୁଁ ଦେଖିଛି ଏଇ +3 ରେ ହେଲା, ଏକ୍ଜାମ ଆସୁକି ଏତେ ଡରିଯାନ୍ତି ଏକ୍ଜାମ କୁ ଯେ ତାପରେ ଏକ୍ଜାମ ଦେବା ପାଇଁ ହିଁ ଯାଆନ୍ତିନି। ସେମିତିକା ଭୁଲ କେବେ କରିବନି, ଏକ୍ଜାମ ଦେବା ପାଇଁ ଯିବ ହେଲା। ଆଉ କିଏ ଜାଣିଲା ଏକ୍ଜାମରେ ସହଜ କ୍ୱେଶ୍ଚନ ପଡିପାରେ ହେଲା, ତୁମେ ଯୋଉଗୁଡା ପଢିକି ଯାଇଥିବ ସେଟା ପଡିପାରେ। ପିଲା ଏମିତି ବି ଅଛନ୍ତି ଏତେ ବଢିଆ କିନା 3 ବର୍ଷ ପଢିଥାନ୍ତି, ଏତେ ବଢିଆ ପ୍ରିପାରେସନ କରିଥାନ୍ତି, କିନ୍ତୁ ଯେତେବେଳେ ଠିକ ଏକ୍ଜାମ ଟାଇମ ଆସେ ଡରିକି ଛାନିଆ ହେଇକି ଏକ୍ଜାମ ଦିଅ। ସେମିତିକା କରିବନି ହେଲା। 3 ବର୍ଷ ଏତେ ପାଠ ପଢ, ଏତେ ମାନେ ଡେଡିକେସନ ସହିତ ପଢ, ଯେମିତି ଏମିତି ତମ ସାହି ପଡିଶାରେ ହେଲା ଯିଏ ଦେଖିବ ତମକୁ ଗୋଟେ ଖୁସି ଲାଗିବ, ତମ ବାପା ମାଙ୍କୁ ଖୁସି ଲାଗିବ ଯେ ତମ ତାଙ୍କ ପୁଅ ଆଇଆଇଟି ରେ ପଢୁଛି କି ଏନଆଇଟି ରେ ପଢୁଛି ହେଲା। ସବୁ ବର୍ଷ ଏତେ ପିଲା ଆମର ପାଉଛନ୍ତି, ଆଇଆଇଟି ପାଉଛନ୍ତି, ଏନଆଇଟି ପାଉଛନ୍ତି ହେଲା। ତ ଆମକୁ ବହୁତ ଖୁସି ଲାଗେ ଯେ ମାନେ ପିଲା ପାଉଛନ୍ତି, ତାଙ୍କଠାରୁ ବେଶୀ ଖୁସି ଲାଗେ ଯେତେବେଳେ ତାଙ୍କ ବାପା ମା ମାନେ ତାଙ୍କ ଗାର୍ଡିଆନ ମାନେ ଯେତେବେଳେ ଖୁସି ହେଇକି ଫୋନ କରନ୍ତି ହେଲା। ମାନେ ସେମାନେ କେତେ ଆଶା କରିକି ତୁମ ମାନଙ୍କୁ ଏତେ ବର୍ଷ ହେଲାଣି ପଢେଇଛନ୍ତି, ଆଉ ମାତ୍ର 2-3 ବର୍ଷ ହେଲା ତମକୁ କଷ୍ଟ ମାନେ କରିବ। ଏମିତି ନାହିଁ ଯେ ତମେ ଆଇଆଇଟି ପଢିଗଲେ ତୁମର ସରିଗଲା, ସେଇଠି ଆଉ ପରିଶ୍ରମ କରିବାକୁ ପଡିବନି। ବଟ ଆଇଆଇଟି ଟା ହଉଛି ଗୋଟେ କଣ, ଗୋଟେ ପ୍ଲାଟଫର୍ମ ତୁମକୁ ମିଳିଯିବ। ତାପରେ ତମେ ଭଲ ଜାଗାରେ ପିଏଚଡି କରିପାରିବ, ଭଲ ଭଲ କମ୍ପାନୀରେ ତମେ ବସିପାରିବ ହେଲା। ଯୋଉ କୁହନ୍ତି 10th ପରୀକ୍ଷା ସରିଲେ 10th ଟା ହଉଛି ଫାଇନାଲ ପରୀକ୍ଷା, ତାପରେ ଆଉ କିଛି କଷ୍ଟ କରିବାକୁ ପଡିବ। 10th ପରେ +2 ଆସିବ, +2 ରେ କୁହନ୍ତି ବୋର୍ଡ ପରୀକ୍ଷା ଦେଇଦିଅ ଆଉ କଷ୍ଟ କରିବାକୁ ପଡିବନି। ସେମିତି ଆମେ ଆଉଥରେ କହୁଛୁ ଯେ +3 ରେ ଏଇ 3 ବର୍ଷ ପଢ ହେଲା, ଆଇଆଇଟି ଏନଆଇଟି ଯାଅ, ସେଇଠି ତୁମକୁ ଗୋଟେ ପ୍ଲାଟଫର୍ମ ମିଳିଯିବ ଯୋଉଠି କି ତୁମେ ଗୋଟେ ଭଲ କମ୍ପାନୀ, ତୁମେ ନିଜେ ଭାବ ହେଲା, ଜଣେ ଆଇଆଇଟି ବମ୍ବେରେ ପଢୁଛି, ଆଉ ଜଣେ ଓଡିଶାରେ ଯେକୌଣସି ଜାଗାରେ ବି ପଢୁଛି, ଉତ୍କଳରେ ପଢୁ କି ଫକୀର ମୋହନରେ ପଢୁ କି ସମ୍ବଲପୁର କି ଏମଏସି କି ଡିଡି କଲେଜରେ ପଢୁଛି ହେଲା, ଆଉ ଜଣେ ଆଇଆଇଟି ବମ୍ବେ କି ଖଡଗପୁରରେ ପଢୁଛି। କାହା ପାଖକୁ ବେଶୀ ଅପରଚୁନିଟି, କାହାକୁ ବେଶୀ ଅପରଚୁନିଟି ମିଳିବ କହିଲ? ଅବଭିୟସଲି ଯିଏ ଆଇଆଇଟି ରେ ପଢୁଛି କି ଏନଆଇଟି ରେ ପଢୁଛି, ଅପରଚୁନିଟି ବେଶୀ ଭଲ ମିଳିବ ତା ପାଖକୁ ହେଲା। ଆଉ ଗୋଟେ ସେଲ୍ଫ କନଫିଡେନ୍ସ ବି ବଢି ଯାଇଥିବ, ଯେ ଜଣେ ଯିଏ ଦେଖିବ ଲୋକାଲ ୟୁନିଭର୍ସିଟିରେ ପଢୁଥିବ, ସେ ଟିକେ ଡରିଲା ଡରିଲା ଥାଏ। ତ ନିଜେ ବି ଭାବ ଗୋଟେ ଆମେ ଯେତେବେଳେ ମାନେ ଜଣେ ଗାଁରେ
ଗୋଟେ ପିଲା ପଢିକି ଆସିଥିବ ହଠାତ୍ କିନା ଟାଉନ ଏରିଆକୁ ବଡ କଲେଜ ବଡ ସ୍କୁଲ କୁ ଯେତେବେଳେ ଯାଉଛି, ସେ କେମିତି ଟିକେ ଡରି ଡରି ରୁହେ ନା ନାଇଁ, ହେଲା ସେଇଭଳିଆ ଜିନିଷ ହୁଏ। ତୁମେ ଯେତେବେଳେ ଏନ୍ଆଇଟି ଯିବ, ଆଇଆଇଟି ଯିବ, ସେଠିକେ ଅଲଗା ଅଲଗା ପିଲାଙ୍କ ସାଙ୍ଗରେ ମିଶିବ, ସେଠିକା ପଢା ଏନଭାୟରନମେଣ୍ଟ କୁ ତମେ ଏକ୍ସପୋଜ ହବ। ଖାଲି ପଢା ନୁହେଁ, ସେଠି ଖେଳ ବି ହୁଏ, ତୁମର କଣ ବିଭିନ୍ନ ପ୍ରକାର କମ୍ପିଟିସନ ହୁଏ। ତ ଯାହା ଟିଭିରେ ଦେଖ, ଟିଭିରେ ଯେମିତି ଦେଖିଛ ନା କୌଣସି କିଛି ଫିଲ୍ମ ଦେଖିଛ ଆଇଆଇଟି ରିଲେଟେଡ, ମୁଁ ତୁମକୁ ଗ୍ରୁପ ରେ ବି ସେୟାର କରିଥିଲି କିଛି ଭିଡିଓ। ଗୋଟେ ଫିଲ୍ମରେ ଆସିଥିଲା, ଏଇ ଯୋଉ ସୁଶାନ୍ତ ସିଂ ର, କଣ ସେ ଫିଲ୍ମ ଟା ମରିଗଲା ମ ତାପରେ, ସୁଶାନ୍ତ ସିଂ ଆଉ ଶ୍ରଦ୍ଧା କପୁର ର ଆଇଆଇଟି ବମ୍ବେ, କଣ ସେ ଫିଲ୍ମ ଟା, ହେଲା ସେଇ ଫିଲ୍ମ ରେ ପୁରା ସୁଟିଂ ଟା ହେଇଛି ଆଇଆଇଟି ବମ୍ବେ ରେ। ଯାହା ଯେମିତି ଫିଲ୍ମ ରେ ଦେଖେଇଛି ସେଇଭଳିଆ ଜିନିଷ ହିଁ ରିଏଲ ରେ ହୁଏ। ହେଲା ତ ଯେକୌଣସି ଏନ୍ଆଇଟି, ଛିଛୋରେ, ହଁ ଛିଛୋରେ, ହେଲା ତ ସେଇଭଳିଆ ଜିନିଷ ହିଁ ରିଏଲ ରେ ହୁଏ। ଯାହା ତୁମେ ଟିଭିରେ ଦେଖିବ, ନିଜେ ସେଇ ସବୁ ସେଇଭଳିଆ ଲାଇଫ ନିଜେ ତୁମେ ଏନ୍ଜୟ କରିବ। ସେଇଭଳିଆ ଜିନିଷ ଜାଗାରେ ତୁମେ ପଢିବା ପାଇଁ ଚାହୁଁଛ, ହେଲା ତାହେଲେ ଏବେଠୁ ହିଁ ତୁମକୁ ସେଇଭଳିଆ କଷ୍ଟ କରିବାକୁ ପଡିବ। ଏମିତି ନାହିଁ ଯେ ଆଇଆଇଟି ସମସ୍ତେ ବହୁତ ଇଜିଲି ପାଇଯାଆନ୍ତି, କାରଣ ହେଲା ସମସ୍ତେ ବହୁତ କଷ୍ଟ କରିକି ପଢୁଛନ୍ତି, ବହୁତ କମ୍ପିଟିସନ ବି ଅଛି, ହେଲା ଆଉ ସେମିତି ତୁମକୁ ବି ପଢିବାକୁ ପଡିବ, ଆଉ କମ୍ପିଟିସନ ସହିତ ଅନ୍ୟମାନଙ୍କ ସହିତ ବି ତୁମକୁ ଯିବାକୁ ପଡିବ। ହେଲା ଏମିତି ନାହିଁ ଯେ ମାନେ ବହୁତ ଇଜିଲି ଯଦି ସବୁ ମିଳିଯାନ୍ତା, ତାହେଲେ ତ ସମସ୍ତେ ଆଇଆଇଟି ଯାଇକି ପଢୁଥାନ୍ତେ। ହେଲା ଲିମିଟେଡ ସିଟ୍ ଅଛି ଏଇଥିପାଇଁ, କାହିଁକିନା ଯୋଉମାନେ 3 ବର୍ଷ ଡେଡିକେଟେଡଲି, ହେଲା ଆଉ ସିନସିୟରଲି ପଢିବ, ହେଇଯିବ। ଡେଡିକେଟେଡଲି ମାନେ ଏମିତି ନାହିଁ ଯେ ତୁମକୁ ଦିନକୁ 15-16 ଘଣ୍ଟା ପଢିବ। ତ ଦିନକୁ କଲେଜ ଆଉ ଟିଉସନ କୋଚିଂ ଛାଡିକି ଯଦି ତୁମେ ଦିନକୁ 1.5 ରୁ 2 ଆୱାର ବେଶ, ହେଲା କୋଚିଂ ଆଉ ତୁମର କଲେଜ ଟାଇମକୁ ମୁଁ ଛାଡିକି ମାତ୍ର 1.5 ରୁ 2 ଘଣ୍ଟା ଯଦି କନସିଷ୍ଟାଣ୍ଟଲି ଆଜିଠୁ 3 ବର୍ଷ ଯାଇ ପଢିବ, ତାହେଲେ ମୁଁ 100% ଗ୍ୟାରେଣ୍ଟି ଦେଇକି କହିଦଉଛି, ହେଲା ଯେ ତୁମମାନଙ୍କର ଆଇଆଇଟି ଏନ୍ଆଇଟି ଏଇ ସବୁ ଜିନିଷ ହେଇଯିବ, ହେଲା। ହଁ ତାପରେ ମୁଁ କଣ କହୁଥିଲି, ହଁ ଆଇଏସଏମ ରେ ଆମର ହେଇଗଲା, ଆଇଏସଏମ ରେ ତମର ଯାହା ରାଙ୍କ ରହିଲା, ତାପରେ ମୁଁ ଯାଇକି ଆଡମିସନ କଲି। ତାପରେ ସେଠି ମୋର ଏମଏସସି ସରିଲା ପରେ, ହେଲା ମୋର କ୍ୟାମ୍ପସ ସେଇ ସମୟରେ ସେଇ ବର୍ଷ ଆମର ଟିକେ ଆଇଏସଏମ ରେ ତ 2-3ଟା କମ୍ପାନୀ ଆସିଥିଲା। କୋଲ ଇଣ୍ଡିଆ ଆସିଥିଲା, ଓଏନଜିସି ଆସିଥିଲା, ଆଉ ଗୋଟେ ମାଙ୍ଗାନିଜ କମ୍ପାନୀ ଗୋଟେ ଆସିଥିଲା। ବଟ୍ ମୋର ସେଥିରେ ପ୍ଲେସମେଣ୍ଟ ହେଲାନି, ତ ମୁଁ ସିଭିଲ ସର୍ଭିସ କୋଚିଂ ପାଇଁ 1 ଇୟର ପଳେଇଥିଲି, ଦିଲ୍ଲୀ ପଳେଇଥିଲି, ହେଲା ତାପରେ ଆସିଲି ଓଡିଶାରେ ଏକ୍ଜାମ ଦେଲି, ଓପିଏସସି ଏକ୍ଜାମ ଦେଲି। ଓପିଏସସି ଏକ୍ଜାମ ଦେଇକି ଓଡିଶାର ସିଭିଲ ସର୍ଭିସ ଗୋଟେ ହୁଏ, ଜାଣିଛ ନା ନାଇଁ? ଓଡିଶା ସିଭିଲ ସର୍ଭିସ, ଯୋଉଥିରେ ଓଏଏସ, ଓପିଏସ୍, ଓଡିଶା ପୋଲିସ ସର୍ଭିସ, ଓଡିଶା ଫାଇନାନ୍ସ ସର୍ଭିସ, ଏଇ ସବୁ ଜିନିଷ ହୁଏ, ହେଲା ଓଡିଶା ସିଭିଲ ସର୍ଭିସ। ହେଲା ତ ଯୋଉମାନଙ୍କର ଇଚ୍ଛା ଅଛି ସିଭିଲ ସର୍ଭିସ ଲାଇନ କୁ ଯିବା ପାଇଁ, ହେଲା ତ ସେମାନେ ବି ଏଇ ଲାଇନ ମାନେ ଜିଓଲୋଜି ନେଲେ ବି ତୁମମାନଙ୍କୁ ହେଲ୍ପ ହବ। ମୁଁ କଣ ପାଇଁ କହୁଛି, କାହିଁକିନା ମୁଁ ଜିଓଲୋଜି ଅପସନାଲ ନେଇଥିଲି, ହେଲା ଜିଓଲୋଜି ଅପସନାଲ ନେଇଥିଲି। ଆମ ଜିଓଲୋଜି ଅପସନାଲ ଆମର ମାନେ କଣ ଓଡିଶା ସିଭିଲ ସର୍ଭିସ ହେବାର ଆପଣ ଏମଏସସି ଟେକ୍, ଆଇଏସଏମ ରେ ଯୋଉ କୋର୍ସ ଟା ଅଛି ସେଟା ହେଲା ଏମଏସସି ଟେକ୍। ଆଇଏସଏମ ରେ ଯୋଉ କୋର୍ସ ଟା ଅଛି 3 ବର୍ଷିଆ କୋର୍ସ ଟା, ହେଲା ଯୋଉମାନେ ଆଇଏସଏମ ରେ ପଢୁଛନ୍ତି ତାଙ୍କର 3 ବର୍ଷିଆ କୋର୍ସ, ସେଟାକୁ ଏମଏସସି ଟେକ୍ ବୋଲି କୁହାଯାଏ। ହଁ ତ ମୋର ସିଭିଲ ସର୍ଭିସ ହବାର ଗୋଟେ ହିଁ ରିଜନ ହଉଛି ଯେ ମୁଁ ଜିଓଲୋଜି ନେଇଥିଲି। ଜିଓଲୋଜି ନେଇଥିଲି ବୋଲି ମୋର ହେଲା। ତ କାହିଁକି ନା ଜିଓଲୋଜି ଅପସନାଲ ରେ ବହୁତ ବଢିଆ ମାର୍କ ଆସେ, ହେଲା ମାନେ ଅଳ୍ପ ପିଲା ନେଇଥାନ୍ତି, ପ୍ରାୟ ପିଲା ସବୁ ନେଇଥାନ୍ତି ସେ ଯୋଉ ଫିଲୋସଫି, ସାଇକୋଲୋଜି, ତାପରେ ହୋମ ସାଇନ୍ସ, ତାପରେ ଜିଓଗ୍ରାଫି, ଏମିତି ସବୁ ନେଇଥାନ୍ତି। ମୋର ଜିଓଲୋଜି ନେଇଥିଲି, ମୋର ବହୁତ ଭଲ ମାର୍କ, ମାନେ ଅପସନାଲ ପେପର ମୋର ଭଲ ମାର୍କ ଆସିଥିଲା, ତ ସେଇଥିପାଇଁ ମୋର ସିଲେକ୍ସନ ବି ହେଇଗଲା। ବର୍ତ୍ତମାନ ମୁଁ ଅଛି କଣ ଓଡିଶା ଫାଇନାନ୍ସ ସର୍ଭିସ, ହେଲା ଆଉ ଏଇ ସବୁ ହେଲା ମୋର ମାନେ ମୋ ଜର୍ଣ୍ଣି ଟା କେମିତି ମାନେ ରହିଲା, ସେଇଟା ମୁଁ କହିଲି। ତ ସମସ୍ତଙ୍କ ଲାଇଫରେ ଗୋଟେ ଗୋଟେ ଜର୍ଣ୍ଣି ଥାଏ, ସେମିତି ଅଲଗା ସାର୍ ମାନେ ବି ତୁମେ ଜାଣିଥିବ, ଅନ୍ୟ ସାର୍ ମାନଙ୍କୁ ପାର୍ଥ ସାର୍ ଯିଏ ପଢଉଛନ୍ତି, ସିଏ ହଉଛି ଆଇଆଇଟି ଭୁବନେଶ୍ୱର ପାସ୍ ଆଉଟ୍, ବର୍ତ୍ତମାନ ଆଇଜର ବ୍ରହ୍ମପୁରରେ ସେ ପିଏଚଡି କରୁଛି, ଆଇଜର ବ୍ରହ୍ମପୁରରେ ପିଏଚଡି। ଆଉ ଜଣେ ସାର୍ ଅଛନ୍ତି ସୁକୁମାର ସାର୍, ସିଏ ବି ଆଇଆଇଟି ଭୁବନେଶ୍ୱର, ଆଇଆଇଟି ଭୁବନେଶ୍ୱରରେ ଏମଏସସି କରିଛି, ତାପରେ ସେଇ ଆଇଆଇଟି ଭୁବନେଶ୍ୱରରେ ପିଏଚଡି ବି କରୁଛି।
ଆଉ ଜଣେ ଅଛନ୍ତି ବିଭୁ ସାର୍। ବିଭୁ ସାର୍ ଓନ୍ଲି ଫାଇନାଲ ଇୟର ପିଲାଙ୍କୁ ପଢଉଛନ୍ତି। ସେ ଆଇଆଇଟି ବମ୍ବେର। ବର୍ତ୍ତମାନ ସେ ଅଛନ୍ତି କେଏନ୍ ଇଣ୍ଡିଆ। କେଏନ୍ ଇଣ୍ଡିଆ ବୋଲି ଗୋଟେ ବହୁତ ବଡ କମ୍ପାନୀ, ବେଦାନ୍ତ ଗ୍ରୁପ ର ବହୁତ ବଡ କମ୍ପାନୀ ହେଲା। ଆଉ ତାଙ୍କ ସାଲାରୀ ବି ବହୁତ ଅଧିକ ହେଲା। ଇମାଜିନ କରିପାରିବନି, ବହୁତ ଅଧିକ। 36 କି 40 ଲାକ୍ସ ପାଖାପାଖି। 36 ରୁ 40 ପାଖାପାଖି ପର ଆନ ହେଲା, ପର ଇୟର। ବହୁତ ଅଧିକା ହେଲା। ତାପରେ ଏଠୁ କିଛି କିଛି କଟି କଟି କି ଆସେ, ଟ୍ୟାକ୍ସ ଫ୍ୟାକ୍ସ କଟି ଯାଉଥିବ। ତାପରେ ଆଉ ଜଣେ ସାର୍ ଅଛନ୍ତି ଆନନ୍ଦ ସାର୍ ବୋଲି, ତାଙ୍କର ଏଥର ଜିଏସ୍ଆଇ ହେଇଯାଇଛି। ମେ ବି ସେ ତମମାନଙ୍କୁ ନ ପଢେଇ ପାରନ୍ତି, ତାଙ୍କର ଏଥର ଜିଏସ୍ଆଇ ହେଇଯାଇଛି, ସେ ପଳେଇବେ। ଆଉ ଜଣେ ଅଛନ୍ତି ପରମାନନ୍ଦ ସାର୍, ସିଏ ବି ଜିଏସ୍ଆଇ ରେ ଅଛନ୍ତି, ସେ ମେ ବି ତୁମକୁ ପରେ ପଢେଇ ପାରନ୍ତି। ଜିଏସ୍ଆଇ ରେ ଅଛି। ଏଇ ଶୁଭର କଣ ହବ ତମର ମାମୁଁ? ଶୁଭ ତମ ମାମୁଁ ନାଇଁ କି? ପରମାନନ୍ଦ ସାର୍ଙ୍କର ଏବେ ହେଇଛି, ଲାଷ୍ଟ ଇୟର ଜିଏସ୍ଆଇ ହେଇଛି। ତ ଏଇଭଳି ମାନେ ଆମେ ସବୁ ଏତିକି ଅଛୁ ଫ୍ୟାକଲ୍ଟି। ମେ ବି କାହା କ୍ଲାସ ତୁମକୁ ବହୁତ ଭଲ ଲାଗିପାରେ, କାହାର ଭଲ ବି ନ ଲାଗିପାରେ। ନ ଭଲ ଲାଗିବ ଯଦି ମତେ କହିବ ହେଲା। ଆମେ ଚେଷ୍ଟା କରୁ ତୁମମାନଙ୍କୁ କେମିତି ଆହୁରି ବେଟର ୱେରେ, ବେଟର ଟାଇପ ରେ ରିପ୍ରେଜେଣ୍ଟ କରିପାରିବୁ। କିଛି ବି ଅସୁବିଧା ହେଲା, କୌଣସି ସାରଙ୍କର ବି କିଛି ବି, ମୋର ବି ଯଦି କିଛି ପ୍ରୋବ୍ଲେମ ହେଲା ପଢେଇବାରେ ବୁଝେଇବାରେ, କହିବ ଡାଇରେକ୍ଟଲି ସାର୍ ଏଇଟା ବୁଝି ହଉନି ବୋଲି। ହେଲା ଆମେ ଚେଷ୍ଟା କରିବୁ, ମାନେ ଆମେ ଆମର ପାରୁପାର୍ଯ୍ୟ ଯେତିକି ପାରିବୁ ବୁଝେଇବା ପାଇଁ ତୁମମାନଙ୍କୁ ଚେଷ୍ଟା କରୁ ହେଲା। ଜଷ୍ଟ ଇଣ୍ଟ୍ରୋଡକ୍ସନ ଥିଲା, ରିମୋଟ ସେନ୍ସିଂ ଆମେ ଷ୍ଟାର୍ଟ ବି ଆଜି କରିନାହାନ୍ତି ହେଲା, ଜଷ୍ଟ ଡିସ୍କସନ ଟାଇପ ର ରହିଲା ହେଲା। ଆମେ ନେକ୍ସଟ କ୍ଲାସରେ ରିମୋଟ ସେନ୍ସିଂ ଭିତରକୁ ଯିବା ହେଲା। ଭିତରୁ ଭିତରୁ ଯିବା। ଆଉ ଆଜି କିଛି କୋଶ୍ଚେନ ବି କରିଥାନ୍ତେ, କରିହେଲାନି, କିନ୍ତୁ ତୁମମାନଙ୍କୁ ଭଲ ଲାଗିବ କ୍ଲାସ ହେଲା। କାହିଁକିନା ଆମେ ସବୁ କ୍ଲାସରେ କିଛି କିଛି କୋଶ୍ଚେନ କରିବା, ଆଉ କିଛି କିଛି ପଢିବା ହେଲା। ତା ଛଡା ବି ଯଦି ତୁମେ ଆଉ କିଛି ସଜେସନ ଦେବା ପାଇଁ ଚାହିଁବ, ସାର୍ ଏମିତି କଲେ ଭଲ ହୁଅନ୍ତା ବୋଲି, ତାହେଲେ ନିହାତି ସଜେସନ ଦେଲେ ଆମେ ବି କଣ, ଆମକୁ ବି ଖୁସି ଲାଗିବ। ଆଜି ଥାଉ ତାହେଲେ ସେତିକି। ଟିଲ୍ ଦେନ୍ ଟେକ୍ କେୟାର, ଗଡ୍ ବ୍ଲେସ ୟୁ, ଗୁଡ୍ ନାଇଟ୍ ଅଲ୍।